ଋଷିମାନେ କହିଲେ, ହେ ଭଗବାନ ବ୍ୟାସଦେବ, ଆପଣ ସର୍ବଜ୍ଞାନ ପ୍ରଦାୟକ ଅଟନ୍ତି, ତେଣୁ ଆପଣ ଅନ୍ୟାନ୍ୟ ଲିଙ୍ଗମାନଙ୍କର ମାହାତ୍ମ୍ୟ ପ୍ରକାଶ କରନ୍ତୁ। ବ୍ୟାସଦେବ କହିଲେ, ହେ ମୁନିଗଣ, ତୁମେମାନେ ପୁଣ୍ୟବନ୍ତ ଅଟ। ମୁଁ ମୋର ଶକ୍ତି ଅନୁସାରେ ଏହି କ୍ଷେତ୍ରର ଦର୍ଶନ କ୍ରମ କହିବି। ଦକ୍ଷ ଯଜ୍ଞରେ ସତୀଙ୍କର ଦେହତ୍ୟାଗ ହେବା ପରେ ଶିବ ଏହି ଏକାମ୍ର ବନରେ ତପସ୍ୟା କରିଥିଲେ। ସେ ଏକାମ୍ର ବନରେ ଏକ ବିଶାଳ ଆମ୍ବ ଗଛ ମୂଳରେ ରହିଥିବାରୁ ତାଙ୍କର ଦିବ୍ୟ ମାଣିକ ସଦୃଶ ଲିଙ୍ଗ ସେଠାରେ ବିଦ୍ୟମାନ ରହିଛି। ତାହାଙ୍କୁ ପଶ୍ଚିମଭିମୁଖ ହୋଇ ଦର୍ଶନ କଲେ ଶିବପଦ ଲାଭ ହୋଇଥାଏ। ଏକାମ୍ରେଶ୍ୱରଙ୍କ ନିକଟରେ ଯେଉଁମାନେ ମନ୍ତ୍ର ଜପ କରନ୍ତି ସେମାନେ 1 ମାସ ମଧ୍ୟରେ ସିଦ୍ଧି ଲାଭ କରନ୍ତି। ଆମ୍ରବୃକ୍ଷ ମୂଳରେ ଅବସ୍ଥିତ ଜ୍ୟୋତିର୍ଲିଙ୍ଗ ହେଉଛନ୍ତି ଚତୁର୍ବର୍ଗ ପ୍ରଦାୟକ। ତାହାଙ୍କୁ ଦର୍ଶନ କଲେ ମୁକ୍ତି ଲାଭ ହୋଇଥାଏ। ହେ ମୁନିଗଣ, ଏହି ମନ୍ତ୍ରରେ ଗିରିଜାପତିଙ୍କ ସ୍ତୁତି କରିବା ବିଧେୟ। ନମସ୍ତ୍ରିଗୁଣ ଉପାୟ ମୁମୁକ୍ଷୁ ମୋକ୍ଷଦାୟିନେ ଜ୍ଞାନରୂପ ବିଶୁଦ୍ଧାୟ ତ୍ରୟସ୍ୱ ପରମେଶ୍ୱର। ଉତ୍ତର ଦିଗରେ 10,00,000 ପ୍ରଭୁ ଉଗ୍ରେଶ୍ୱରଙ୍କୁ ଶ୍ରଦ୍ଧାପୂର୍ବକ ଦର୍ଶନ କଲେ 10,00,000 ଶିବଲିଙ୍ଗ ଦର୍ଶନ କରିବାରେ ଯେଉଁ ପୁଣ୍ୟ ହୋଇଥାଏ, ତାହା ଏହାଙ୍କ ଦର୍ଶନରେ ସମ୍ଭବ ହୁଏ। ତାହାଙ୍କ ମନ୍ତ୍ର ଉଚ୍ଚାରଣ କଲେ ମହାପାପ ନାଶ ହେବା ସଙ୍ଗେ ସଙ୍ଗେ ସକଳ ପାପ ଦୂର ହୋଇଯାନ୍ତି। ଉଦଗ୍ରସ୍ୟ ମହତେଜ ଉଦଗ୍ର ପରମେଶ୍ୱର 10,00,000 ଉଗ୍ର ରୁଦ୍ରାୟ ତେ ନମଃ। ତାହାଙ୍କ ସମର୍କରେ ବିଶ୍ୱେଶ୍ୱର ନାମକ ଲିଙ୍ଗଙ୍କୁ ଭକ୍ତିର ସହିତ ଦର୍ଶନ କରି ନମସ୍କାର କଲେ 10,00,000 ଲିଙ୍ଗ ଦର୍ଶନର ଫଳ ମିଳିଥାଏ। ଗଣନାଥଙ୍କ ପଶ୍ଚିମରେ ଅବସ୍ଥିତ 2ଟି ଲିଙ୍ଗ ବିଗ୍ରହ ହେଉଛନ୍ତି ନନ୍ଦୀଶ୍ୱର ଓ ମହାକାଳେଶ୍ୱର। ସେହି ଲିଙ୍ଗଦ୍ୱୟ ମଧ୍ୟ ଚିତ୍ରଗୁପ୍ତେଶ୍ୱର ବୋଲି ଖ୍ୟାତି ଅର୍ଜନ କରିଛନ୍ତି। ଚିତ୍ରସେନ ନାମକ ଗନ୍ଧର୍ବ ଓ ଗୁପ୍ତ ନାମକ ରାଜାଙ୍କ ଦ୍ୱାରା ସେ 2ଟି ଲିଙ୍ଗ ପୂଜିତ ହୋଇଥିବାରୁ ତାହାଙ୍କ ନାମ ଚିତ୍ରଗୁପ୍ତେଶ୍ୱର ହୋଇଛି। ସେଠାରେ ନନ୍ଦୀଶ୍ୱରଙ୍କୁ ଓ ଦେବଦେବଙ୍କ ଅଗ୍ରଭାଗରେ ଭୃକୁଟଙ୍କୁ ଦର୍ଶନ କରି ନମସ୍କାର କଲେ ସୁଖ ଲାଭ ହୋଇଥାଏ। ସିଦ୍ଧଭୂତ ନାମକ ଶବର ଭୁବନେଶ୍ୱରଙ୍କୁ ପ୍ରାର୍ଥନା କରି ଗୋଟିଏ ଲିଙ୍ଗ ପୂଜା କରିଥିବାରୁ ତାହାଙ୍କ ନାମ ଶବରେଶ୍ୱର ହୋଇଛି। ଭଗବାନ ଶଙ୍କର ସେହି ଶବରର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ତାହାଙ୍କୁ ଏପରି ବର ପ୍ରଦାନ କରି ଅନ୍ତର୍ଦ୍ଧାନ ହୋଇଗଲେ। ଯେଉଁମାନେ ବିରୁପାକ୍ଷଙ୍କୁ ନମସ୍କାର କରନ୍ତି ସେମାନେ ମଧ୍ୟ ଶଙ୍କରଙ୍କୁ ପ୍ରଣାମ କରିଥାନ୍ତି। ହେ ଦ୍ୱିଜଗଣ, ବ୍ରହ୍ମାଙ୍କଠାରୁ ପ୍ରସନ୍ନ ହୋଇ ମହାଦେବ ଏହା ତାଙ୍କୁ କହିଥିଲେ। ଦେବଦେବଙ୍କ ନୈଋତ୍ୟ କୋଣରେ ଅବସ୍ଥିତ ଲଡ଼ୁକେଶ୍ୱର ଶିବ ଅଛନ୍ତି। ଏ ଲଡ଼ୁକେଶ୍ୱର ହେଉଛନ୍ତି 9,00,000 ଲିଙ୍ଗମାନଙ୍କର ଅଧିପତି। 9,00,000 ଶିବଙ୍କୁ ପୂଜା କଲେ ଯେଉଁ ଫଳ ମିଳିଥାଏ, ତାହା ଏହି ଶିବଙ୍କ ଉପାସନାରେ ସିଦ୍ଧ ହୋଇଥାଏ। ଶ୍ରୀ ବୃହଦାକାରୀ ଲିଙ୍ଗ ହେଉଛନ୍ତି ସର୍ବସିଦ୍ଧିପ୍ରଦ। ତାଙ୍କର ଆକାର ବର୍ତ୍ତୁଳ ଏବଂ ସେ ଅତ୍ୟନ୍ତ ମନୋହର ଅଟନ୍ତି। ସେ ଲଡ଼ୁକ ଆକାରର ଲିଙ୍ଗଙ୍କୁ ଦେବଦେବ କହିଛନ୍ତି, ଯେଉଁ ବ୍ୟକ୍ତି ତୁମକୁ ସେବା କରିବ ସେ ଅତ୍ୟନ୍ତ ଧନ୍ୟ ଏବଂ ସକଳ କାମନାର ସିଦ୍ଧି ଲାଭ କରିବ। ସେଠାରେ ପୂର୍ବରୁ ଇନ୍ଦ୍ରଙ୍କ ଦ୍ୱାରା ପୂଜିତ ଶକ୍ରେଶ୍ୱର ଲିଙ୍ଗଙ୍କ ମଧ୍ୟ ଦର୍ଶନ କରିବ। ତାହାଙ୍କ ଦର୍ଶନରେ ଇନ୍ଦ୍ରଲୋକ ପ୍ରାପ୍ତି ହୋଇଥାଏ। ସେ ହେଉଛନ୍ତି ମହା ତେଜସ୍ୱୀ ଏବଂ ଭକ୍ତବତ୍ସଳ। ତାଙ୍କ ଆରାଧନା ଫଳରେ ସକଳ ପାପ ଦୂରୀଭୂତ ହୋଇଥାଏ। ଋଷିମାନେ କହିଲେ, ହେ ବ୍ୟାସଦେବ, ଆମମାନେ ବର୍ତ୍ତମାନ ଅଷ୍ଟାୟତନର ମାହାତ୍ମ୍ୟ ଶୁଣିବାକୁ ଇଚ୍ଛା କରୁଛୁ। ଆପଣ ସେହି ବିଷୟରେ ବଚନ ରୂପକ ଅମୃତ ଦାନ କରି ଆମ୍ଭମାନଙ୍କୁ ଉଦ୍ଧାର କରନ୍ତୁ। ବ୍ୟାସଦେବ କହିଲେ, ହେ ମୁନିଗଣ, ଦେବଦେବ ତ୍ରିଭୁବନେଶ୍ୱର ହେଉଛନ୍ତି ଅଷ୍ଟମୂର୍ତ୍ତିଧର। ସେ ଅଷ୍ଟାୟତନର ମୁଖ୍ୟ ଶିବଙ୍କ ଦର୍ଶନ ଓ କ୍ଷେତ୍ର ପରିକ୍ରମା ଫଳରେ ଅତୁଳ ସମ୍ପତ୍ତି ଲାଭ ହୋଇଥାଏ। ଏପରି ସୌଭାଗ୍ୟ ଦେବତାମାନଙ୍କ ପକ୍ଷରେ ମଧ୍ୟ ଦୁର୍ଲଭ ଅଟେ। ଏହି ଅଷ୍ଟାୟତନ ମଧ୍ୟରେ ପ୍ରଥମ ଆୟତନରେ ବିନ୍ଦୁ ସରୋବର ହେଉଛି ପୁଣ୍ୟତମ ତୀର୍ଥ। ଅନନ୍ତ ବାସୁଦେବ, ଦେବୀ ପାଦହରା, ତୀର୍ଥେଶ୍ୱର ଏବଂ ଅଷ୍ଟମୂର୍ତ୍ତିଯୁକ୍ତ ଦେବାଦେବ ମହାଦେବ ହେଉଛନ୍ତି ପ୍ରଧାନ। ଦ୍ୱିତୀୟ ଆୟତନ ମଧ୍ୟରେ ପାପନାଶନ କୁଣ୍ଡ ଅଭିଳାଷିତ କାମନା ପ୍ରଦାନ କରିଥାଏ ଏବଂ ଏହି କୁଣ୍ଡରେ ସ୍ନାନ କଲେ ମନୁଷ୍ୟ ଶିବଲୋକକୁ ପ୍ରାପ୍ତ ହୋଇଥାଏ। ତତ୍ପରେ ମୈତ୍ରେଶ୍ୱର ଓ ବାରୁଣେଶ୍ୱରଙ୍କୁ ଭକ୍ତିପରାୟଣ ହୋଇ ଦର୍ଶନ କରି ବିବିଧ ଉପଚାର ସହିତ ପୂଜା କଲେ ଏବଂ ଭକ୍ତିଯୁକ୍ତ ପ୍ରଣାମ କଲେ ବରୁଣ ଲୋକରେ ସ୍ଥାନ ମିଳିଥାଏ। ଯେଉଁ ବ୍ୟକ୍ତି ପାପନାଶନ କୁଣ୍ଡରେ ସ୍ନାନ କରେ ସେ ସକଳ ପାପରୁ ମୁକ୍ତ ହୋଇ ସୁଦର୍ଶନ ଏବଂ ଜାତିସ୍ମର ହୋଇଥାଏ। ଦେବଦେବଙ୍କ ବାୟବ୍ୟ କୋଣରେ ସେଠାରୁ 60 ଧନୁ ଦୂରରେ ଥିବା ବାଉଁଶବନ ମଧ୍ୟରେ ଗୋଟିଏ ନିର୍ମଳ କଦର୍ମଶୂନ୍ୟ ସୁଗଭୀର ସ୍ୱର୍ଗଲୋକ ଦାନକାରୀ ତଥା ଦିବ୍ୟ ଜଳପୂର୍ଣ୍ଣ ହ୍ରଦ ରହିଛି। ସେଠାରେ ସ୍ନାନ କରି ପିତୃପୁରୁଷଙ୍କୁ ତର୍ପଣ କଲେ ସେମାନେ ସ୍ୱର୍ଗଲୋକକୁ ପ୍ରାପ୍ତ ହୁଅନ୍ତି ଏବଂ ସେହି ଲୋକରୁ କେବେ ହେଲେ ତଳକୁ ଆସନ୍ତି ନାହିଁ। ଏଠାରେ ସ୍ନାନ କରି କୃତ୍ତିବାସଙ୍କୁ ବନ୍ଦନା କଲେ ଜନ୍ମଜନ୍ମାନ୍ତର ପାପ ନାଶ ହୋଇଥାଏ। ଦେବଦେବଙ୍କ ସେହି କୁଣ୍ଡର ଦକ୍ଷିଣ ପାର୍ଶ୍ୱରେ ଈଶାନେଶ୍ୱର ନାମକ ଲିଙ୍ଗ ବିରାଜମାନ କରୁଛନ୍ତି। ତାଙ୍କୁ ବିଧିପୂର୍ବକ ପୂଜା କରି ତାଙ୍କ ଆଶ୍ରୟ ଗ୍ରହଣ କଲେ ଇନ୍ଦ୍ରପଦ ମିଳିଥାଏ। ସେ ମୋକ୍ଷପଦ ଏବଂ ପାପନାଶକ ଅଟନ୍ତି। ଦେବଦେବଙ୍କ ବାୟୁ କୋଣରେ ଯେଉଁ ଯମେଶ୍ୱର ଲିଙ୍ଗ ରହିଛନ୍ତି ତାଙ୍କୁ ଦର୍ଶନ କରି ନମସ୍କାର କଲେ ଯମଦଣ୍ଡରୁ ମୁକ୍ତି ମିଳିଥାଏ। ଦେବଦେବଙ୍କଠାରୁ ପଶ୍ଚିମ ଦିଗରେ କିଞ୍ଚିତ୍ ବାୟୁ କୋଣରେ ଏବଂ 100 ଧନୁ ଦୂରରେ ଯେଉଁ ଯମେଶ୍ୱରଙ୍କ ମନ୍ଦିର ରହିଛି ତାହା ଏହି ଦ୍ୱିତୀୟ ଆୟତନ ମଧ୍ୟରେ ଅନ୍ତର୍ଭୁକ୍ତ।
ତାଙ୍କୁ ଦର୍ଶନ କରି ତ୍ରିବାର ପ୍ରଦକ୍ଷିଣ ଓ 15 ଥର ସାଷ୍ଟାଙ୍ଗ ପ୍ରଣାମ କଲେ ମନୁଷ୍ୟ ପୁଣି ଗର୍ଭ ମଧ୍ୟରେ ଜନ୍ମ ହୁଏ ନାହିଁ। ତାହାଙ୍କୁ ଗନ୍ଧ ପୁଷ୍ପ ଧୂପ ଦୀପ ଦେଇ ଭକ୍ତିର ତଥା ଯଥାଶକ୍ତିରେ ପୂଜା କରିବା ସଙ୍ଗେ ସଙ୍ଗେ ଏହି ମନ୍ତ୍ର ପାଠ କରିବା ଉଚିତ। ନମସ୍ତେ ପ୍ରିୟ ଯୋଗେଶ୍ଚ ଅନନ୍ତ ପରମାର୍ଜିତ ନମଃ ଶାନ୍ତାୟ ଶାନ୍ତାତ୍ମନ ନମଃ ଯୋଗିନୀ ବିଭାବକ ଜପಂ ସଂଯମିନଂ ସାକ୍ଷାତ ବେଦ ନିର୍ଣ୍ଣୟ ନିଷ୍କଳଃ ଯମେଶ୍ୱର ଜଗଦ୍ଧାତ ତ୍ରୟସୁ ସୁକୃତୋଦ୍ୟତମ୍। ହେ ମୁନିଗଣ, ମୁଁ ବର୍ତ୍ତମାନ ତୃତୀୟ ଆୟତନ ବିଷୟରେ କହୁଛି। ଦେବଦେବଙ୍କ ପୂର୍ବ ଦିଗରେ କିଞ୍ଚିତ ଈଶାନ୍ୟ କୋଣକୁ ପ୍ରାୟ ଶତଧେନୁ ଦୂରରେ ସର୍ବାପାପହର କଲ୍ୟାଣକର ପୁଣ୍ୟମୟ ଶିବ ପ୍ରୀତିକର ଗଙ୍ଗା ଯମୁନା ନାମକ ଦୁଇଟି ପୁଣ୍ୟତୀର୍ଥ ରହିଛି। ଏହା ଅଷ୍ଟାୟତନ ମଧ୍ୟରେ ମୁଖ୍ୟ, କାମନାପ୍ରଦାୟକ ଏବଂ ବରଦାୟକ ଅଟେ। ଏହାର ନିକଟରେ ଥିବା ଗଙ୍ଗେଶ୍ୱର ଶିବଙ୍କୁ ଭକ୍ତିର ସହିତ ଦର୍ଶନ କଲେ ଶିବଙ୍କର ଅନୁଚର ପଦ ମିଳିଥାଏ। ଏହି ତୀର୍ଥରେ ସ୍ନାନ କଲେ ଯେଉଁ ଫଳ ମିଳିଥାଏ ତାହା ଶତ ଶତ ଯଜ୍ଞ କଲେ ମଧ୍ୟ ସମ୍ଭବ ହୁଏ ନାହିଁ। ଅନେକ ତପ କରି ନଥିଲେ ଗଙ୍ଗା ଯମୁନାରେ ସ୍ନାନ କରିବା ପାଇଁ ସୁଯୋଗ ମିଳେ ନାହିଁ। ବିଶେଷତଃ ଏଠାରେ ମୃତ୍ୟୁ ହେଲେ କୋଟି ଜନ୍ମର ପାପ ନାଶ ହୋଇଯାଏ। ହେ ମୁନିଗଣ, କ୍ଷେତ୍ରପୁର ଏକାମ୍ରରେ ଥିବା ଗଙ୍ଗା ଯମୁନାରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ନିଜର ସପ୍ତପୁରୁଷ ଓ ବନ୍ଧୁବର୍ଗଙ୍କ ସପ୍ତପୁରୁଷ ସହିତ ମୁକ୍ତିଲାଭ କରି ନିଶ୍ଚିତ ଭାବରେ ଶିବଲୋକକୁ ଗମନ କରନ୍ତି। ଏକାମ୍ର ପୁରାଣର 54 ଅଧ୍ୟାୟରେ ଲିଖିତ ଏହି ତୀର୍ଥର ସ୍ନାନ ମନ୍ତ୍ର ମୁଁ କହୁଛି ଶୁଣ। ଗଙ୍ଗାଧର ନମସ୍ତୁଭ୍ୟଂ ଗଙ୍ଗା ସଂଯମୁନ ସଙ୍ଗମେ ଗଙ୍ଗା ଯମୁନ ସଙ୍ଗମେ ଶ୍ରୁତତୀର୍ଥଂ ହି ଏତଥ୍ୟଂ ବ୍ରହ୍ମା ବିଷ୍ଣୁ ଶିବାତ୍ମକମ୍। ହେ ମୁନିଗଣ, ମୁଁ ତୁମମାନଙ୍କୁ ଦେବୀ ପାଦହରା ନାମକ ମହାତୀର୍ଥର ମାହାତ୍ମ୍ୟ କହୁଛି। ଏହି ତୀର୍ଥ ମନୁଷ୍ୟମାନଙ୍କର ପୁଣ୍ୟ ବର୍ଦ୍ଧନ କରିଥାଏ। ଏହାର ମାହାତ୍ମ୍ୟ ଶୈବତ୍ର ପୁରାଣରେ ବର୍ଣ୍ଣିତ ହୋଇଛି। ଏକଦା 2 ଜଣ ଅସୁର ବୀର ପ୍ରାଣତ୍ୟାଗ କରି ଏଠାରୁ ରସାତଳକୁ ଯାଇଥିଲେ। ତେଣୁ ଦେବୀ ଏଠାରେ ଏକ ଉତ୍ତମ ହ୍ରଦ ଖୋଦନ କରିଥିଲେ। ଏହି ତୀର୍ଥ ତ୍ରୈଲୋକ୍ୟର ଅତ୍ୟନ୍ତ ପୁଣ୍ୟମୟ ତୀର୍ଥ ରୂପେ ମୁନିମାନଙ୍କ ଦ୍ୱାରା ଅଭିନନ୍ଦିତ ହୋଇଛି। ଫାଲ୍ଗୁନ ମାସର ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ତୀର୍ଥରେ ସ୍ନାନ କରି ଗୋପାଳିନୀଙ୍କୁ ଅର୍ଚ୍ଚନା କଲେ ଅଭିଳାଷିତ ଫଳ ମିଳିଥାଏ। ଏହି ପୁଣ୍ୟତୀର୍ଥରେ ଫାଲ୍ଗୁନ ମାସ ଶୁକ୍ଲାଷ୍ଟମୀରେ ସ୍ନାନ ସାରି ଗୋପାଳିନୀ ଓ ଦେବାଦେବ ଲିଙ୍ଗରାଜଙ୍କୁ ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଦ୍ୱାରା ଶ୍ରଦ୍ଧାର ସହିତ ପୂଜା କଲେ ଏବଂ ଯଥାଶକ୍ତି ଦାନ ଦେଇ କୁମାରୀମାନଙ୍କୁ ଭୋଜନ କରାଇଲେ ନରନାରୀମାନେ ପରମଗତି ପ୍ରାପ୍ତ ହୁଅନ୍ତି। ଏବଂ ଏହି ବ୍ରତ ପାଇଁ ହବିଷ୍ୟ ବିଧିରେ ରାତ୍ରିରେ କେବଳ ଲୁଣ ତେଲ ରହିତ ଖାଦ୍ୟ ଖାଇବାକୁ ପଡ଼ିଥାଏ। ପରଦିନ ମଧ୍ୟ ପ୍ରଭାତ କାଳରୁ ସେଠାରେ ସ୍ନାନ କରି ପୂର୍ବାପରି ପୂଜା ଦାନ ଓ ଭୋଜନ କରାଇଲେ ନିର୍ଧନ ଧନବାନ ଓ ଅପୁତ୍ରିକ ପୁତ୍ରବାନ ହୋଇଥାଏ। ଏତଦ୍ ବ୍ୟତୀତ ପ୍ରବାସରେ ଥିବା ସମୟରେ ତାର ଦୁଶ୍ଚିନ୍ତା ରହେ ନାହିଁ। ବ୍ୟକ୍ତି ରୋଗମୁକ୍ତ, ସଂଗ୍ରାମରେ ଜୟଯୁକ୍ତ ଓ ପୁତ୍ର ପଦ୍ଧତିରେ ସମୃଦ୍ଧ ହୋଇ ଇହଲୋକରୁ ସୁଖଭୋଗ କରିବା ସଙ୍ଗେ ସଙ୍ଗେ ପରଲୋକରେ ଅପ୍ସରାମାନଙ୍କ ଗହଣରେ ସୁଖଭୋଗ କରେ, ଏଥିରେ ସନ୍ଦେହ ନାହିଁ। ପିତାମହ ବ୍ରହ୍ମା ଆନନ୍ଦରେ ଗଦ୍ଗଦ୍ ହୋଇ ପାର୍ବତୀଙ୍କୁ କହିଲେ, ହେ ଦେବୀ, ସୁଦକ୍ଷୀ ବିନ୍ଦାଣୀ ନିଜ ଦକ୍ଷତାରେ ଗୋଟିଏ ଶିବ ମନ୍ଦିର ନିର୍ମାଣ କରିଛନ୍ତି। ତାହା ତୁମ ତୀର୍ଥର ଅର୍ଥାତ୍ ଦେବୀ ପାଦହରା ଅଗ୍ନିକୋଣରେ ଅବସ୍ଥିତ। ବାୟୁଦେବଙ୍କ ସହିତ କମଳଲୋଚନ ଲକ୍ଷ୍ମୀ ସେଠାରେ ଏକ ଲିଙ୍ଗ ସ୍ଥାପନ କରିଥିବାରୁ ତାହାର ନାମ ଲକ୍ଷ୍ମୀଶ୍ୱର ନାମରେ ଖ୍ୟାତ ହୋଇଛି। ସେହି ଲକ୍ଷ୍ମୀଶ୍ୱରଙ୍କୁ ଦର୍ଶନ କଲେ ଯଶ, ସୌଭାଗ୍ୟ, ବଳ ଓ ଧନ ବୃଦ୍ଧି ହୋଇଥାଏ। ବର୍ତ୍ତମାନ ତୃତୀୟ ଆୟତନର ବର୍ଣ୍ଣନା ଶେଷ ହେଲା। ମୁଁ ତୁମକୁ ଚତୁର୍ଥ ଆୟତନର ବିଷୟରେ କହୁଛି ଶୁଣ। ଚତୁର୍ଥ ଆୟତନ ମଧ୍ୟରେ କୋଟି ତୀର୍ଥ ଓ କୋଟୀଶ୍ୱର ଶିବ ପ୍ରୀତିକର ସର୍ବପାପଘ୍ନ କୋଟି ଯଜ୍ଞ ଫଳପ୍ରଦାୟକ ଅଟନ୍ତି। ଅଷ୍ଟାୟତନ ମଧ୍ୟରେ ଏହା ଅତ୍ୟନ୍ତ ପବିତ୍ର ଏବଂ ଏହା କୋଟି ତୀର୍ଥର ଫଳପ୍ରଦ ଅଟେ। ଏଠାରେ ଦାନ ଓ ପିଣ୍ଡଦାନ କଲେ ମହତ୍ ଫଳ ମିଳିଥାଏ। କୋଟି ତୀର୍ଥ ପରି ତୀର୍ଥ ଅନ୍ୟ ତୀର୍ଥରେ ପରିଲକ୍ଷିତ ହୁଏ ନାହିଁ। ଏହି ତୀର୍ଥରେ ସ୍ନାନ କରି ମନୁଷ୍ୟ ସକଳ ପାପରୁ ମୁକ୍ତ ହୁଏ ଓ ତାର ସକଳ ପୁଣ୍ୟ ଅକ୍ଷୟ ହୋଇଥାଏ। 1000 ଅଗ୍ନିଷ୍ଟମ ଯଜ୍ଞ ଓ ଶତ ଶତ ବାଜପେୟ ଯଜ୍ଞ, ସୁବର୍ଣ୍ଣ ଦାନ, ଗୋଦାନ ଓ ଧାନ୍ୟ ଦାନ କଲେ ଯେଉଁ ଫଳ ମିଳେ, କୋଟି ତୀର୍ଥ ଜଳରେ ସ୍ନାନ କଲେ ସେହି ଫଳ ମିଳିଥାଏ। ସେହି ତୀର୍ଥର ମହାପାତକ ନାଶନ ମନ୍ତ୍ର ମୋଟର ଶୁଣ। ସ୍ୱତା ଜଗତ ବୈକୁଣ୍ଠମ୍ ଯତ୍ପୁଣ୍ୟଂ ସମୁଦାହୃତଂ ତଦିହ୍ୟପ୍ୟକ୍ଷୟ ପୁଣ୍ୟଂ ମମସ୍ତୁ ତ୍ରିପୁରାନ୍ତକ। ତାପରେ କୋଟୀଶ୍ୱର ମହାଦେବଙ୍କୁ 3 ଥର ପ୍ରଦକ୍ଷିଣ କରି ଦର୍ଶନ କରିବା ଉଚିତ। ତାଙ୍କୁ ପ୍ରଣାମ କଲାବେଳେ ଏହି ମନ୍ତ୍ର ପାଠ କରିବ। ନମସ୍ତେ ପରମାର୍ଥାୟ ସର୍ବଭୂତ ହିତାୟ ଚ କୋଟିପେ ଦେବୈତି ପ୍ରାପ୍ତମ୍ କାର୍ଯ୍ୟଂ ଚ ତବ ଦର୍ଶନାତ୍। ହେ ଦେବେଶ୍ୱରୀ, ଏହି କୋଟି ତୀର୍ଥର ନୈಋତ୍ୟ କୋଣରେ ସ୍ୱର୍ଣ୍ଣଜାଳେଶ୍ୱର ରହିଛନ୍ତି। ତାହାଙ୍କ ଦର୍ଶନ ଓ ପ୍ରଣାମରେ ସକଳ ପାପ ନିବାରଣ ହୋଇଥାଏ। ଜିତେନ୍ଦ୍ରିୟ ହୋଇ ବିନ୍ଦୁ ସରୋବରରେ ସ୍ନାନପୂର୍ବକ ସ୍ୱର୍ଣ୍ଣଜାଳେଶ୍ୱର ଶିବଙ୍କୁ ଦର୍ଶନ କଲେ ମନୁଷ୍ୟ ସ୍ୱର୍ଣ୍ଣପଦର ଅଧିଶ୍ୱର ହୋଇଥାଏ। ବିନ୍ଦୁ ସରୋବର ନିକଟସ୍ଥ ଲିଙ୍ଗରାଜ ମନ୍ଦିରର ଈଶାନ୍ୟ କୋଣରେ ଏବଂ 7 ଧେନୁ କୂଳ ଦୂରରେ ଗୋଟିଏ ଜଳାଶୟ ରହିଛି। ସେହି ପୁଷ୍କରିଣୀଟି ସୋପାନ ଶ୍ରେଣୀରେ ସୁଶୋଭିତ ହୋଇଛି। ସେଠାରେ ଯେଉଁ ଶିବଲିଙ୍ଗ ପ୍ରତିଷ୍ଠିତ ହୋଇଛନ୍ତି ତାହାଙ୍କୁ ଜଳାଶୟର ପ୍ରସ୍ତରଖଣ୍ଡ ଦ୍ୱାରା ସୁପର୍ଣ୍ଣ ଅର୍ଥାତ୍ ଗରୁଡ଼ ପ୍ରତିଷ୍ଠା କରିଥିବାରୁ
ତାହାର ନାମ ସୁପର୍ଣ୍ଣ ଜଳେଶ୍ୱର ହୋଇଛି। ସୁରମୁନିମାନେ ସେହି ଲିଙ୍ଗକୁ ସୁପର୍ଣ୍ଣ ଜଳେଶ୍ୱର ବୋଲି ନାମିତ କରିଛନ୍ତି। ଏ ସୁପର୍ଣ୍ଣ ଜଳେଶ୍ୱରଙ୍କୁ ଏହି ମନ୍ତ୍ରରେ ପୂଜା ଓ ନମସ୍କାର କରି ସୁରେଶ୍ୱରଙ୍କ ନିକଟକୁ ଗମନ କରିବା ଉଚିତ। ନମସ୍ତେ ପରମାର୍ଥାୟ ତଥାର୍ଥ ପ୍ରତିପାଦକ ଶିବାୟ ସମ୍ଭବେ ତୁଭ୍ୟମ୍ ଭୂତ ଭବ୍ୟ ଭବାୟ ଚ। ପରମେଶ୍ୱରଙ୍କ ଭବ୍ୟ ମୂର୍ତ୍ତି ସୁରେଶ୍ୱର ନାମକ ଲିଙ୍ଗ ବିଗ୍ରହ ଶ୍ରୀଲିଙ୍ଗରାଜଙ୍କଠାରୁ 150 ଦିନ ଦୂରରେ ଅବସ୍ଥିତ। ଏହି ସୁରେଶ୍ୱରଙ୍କ ମାହାତ୍ମ୍ୟ ଅତ୍ୟନ୍ତ ସୁଖକର, ମଙ୍ଗଳଜନକ ତଥା ସ୍ୱର୍ଗ ସୁଖ ପ୍ରଦାୟକ ଅଟେ। ସେହି ସୁରେଶ୍ୱରଙ୍କୁ ସଂଯତମାନ ହୋଇ ପୂଜା କଲେ ଶିବଲୋକରେ ସ୍ଥାନ ମିଳିଥାଏ। ହେ ଦେବୀ, ଶ୍ରୀଲିଙ୍ଗରାଜଙ୍କ ଐଶାନ୍ୟ କୋଣରେ ପ୍ରାୟ 150 ଦିନ ଦୂରରେ ସୁରେଶ୍ୱରଙ୍କ ବିଗ୍ରହ ରହିଛି। ସେ ସୁରେଶ୍ୱରଙ୍କୁ ସଂଯତମାନ ହୋଇ ପୂଜା କଲେ ଶିବଙ୍କ ଭୁବନ ପ୍ରାପ୍ତ ହୋଇଥାଏ। ସେହି ତ୍ରିଭୁବନେଶ୍ୱରଙ୍କ ଐଶାନ୍ୟ କୋଣ ତଥା 200 ଦିନ ଦୂରରେ ସିଦ୍ଧେଶ୍ୱରଙ୍କ ଲିଙ୍ଗ ବିଦ୍ୟମାନ। ମହେନ୍ଦ୍ର ବେଳାରେ ଭଗବାନ ବିଷ୍ଣୁ ସେ ଦିବ୍ୟ ମନ୍ଦିରରେ ଶିଳାନ୍ୟାସ କରିଥିଲେ। ବିଷ୍ଣୁ ସେଠାରେ ଦେବାଦେବ ସିଦ୍ଧେଶ୍ୱରଙ୍କୁ ପୂଜା କରି ତ୍ରିଭୁବନେଶ୍ୱର ଲିଙ୍ଗରାଜଙ୍କୁ କହିଥିଲେ, ହେ ଭଗବାନ, ଆପଣ ଯଦି ମୋ ପ୍ରତି ପ୍ରସନ୍ନ ହୋଇ ଅନୁଗ୍ରହ ପ୍ରଦାନ କରିବେ, ତେବେ ଏହି ଲିଙ୍ଗ ବିଗ୍ରହରେ ଆପଣ ଆବିର୍ଭୂତ ହୁଅନ୍ତୁ। ଯେଉଁମାନେ ତୁମକୁ ଭକ୍ତିର ସହିତ ସ୍ତୁତି ଅର୍ଚ୍ଚନା ତଥା ନିକଟରେ ରହି ଦର୍ଶନ କରନ୍ତି, ସେମାନଙ୍କୁ ଆପଣ ବିପୁଳ ସମୃଦ୍ଧି, ଶାଶ୍ୱତ ତଥା ରୁଚିର ଗତି ପ୍ରଦାନ କରନ୍ତୁ। ଏହା ହିଁ ହେଉଛି ମୋର ଇପ୍ସିତ ବର। ବିଷ୍ଣୁ ଏହିପରି ଭାବରେ ଅନୁରୋଧ କରନ୍ତି। ଶ୍ରୀ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କହିଲେ, ହେ ଦେବଗଣ, ହେ ବିଷ୍ଣୁ, ଏହି ଲିଙ୍ଗ ବିଗ୍ରହଙ୍କ ମାହାତ୍ମ୍ୟ ବିଷୟରେ ମୁଁ କହୁଛି ଶୁଣ। ମୁଁ ସିଦ୍ଧ ଭାବରେ ଏହି ଲିଙ୍ଗରେ ଅଧିଷ୍ଠିତ ହୋଇ ମୋତେ ଭକ୍ତିର ସହିତ ପୂଜା କରୁଥିବା ବ୍ୟକ୍ତିମାନଙ୍କୁ ସିଦ୍ଧି ପ୍ରଦାନ କରିବି। ଏହା ବ୍ୟତୀତ ଅଷ୍ଟ ଐଶ୍ୱର୍ଯ୍ୟ ସହିତ ସ୍ୱର୍ଗ ଓ ମୋକ୍ଷ ମଧ୍ୟ ପ୍ରଦାନ କରିବି। ଏଥିରେ ସନ୍ଦେହ ନାହିଁ। ହେ ଗୋବିନ୍ଦ, ତୁମ ପ୍ରଭାବରୁ ସିଦ୍ଧେଶ୍ୱରଙ୍କର ଜ୍ଞାନ, ମୋକ୍ଷ, ଭୁକ୍ତି ଓ ମୁକ୍ତି ପ୍ରଦାୟକ ଅଟନ୍ତି। ତୁମେ ଏହି ଲିଙ୍ଗକୁ ପୂଜା କରିବା ଫଳରେ ଏହା ସିଦ୍ଧେଶ୍ୱର ନାମରେ ତ୍ରିଲୋକରେ ବିଖ୍ୟାତ ହେବ। ତୁମ ଦ୍ୱାରା ପ୍ରତିଷ୍ଠିତ ଏହି ଲିଙ୍ଗକୁ ଆଶ୍ରୟ କରି ଯେଉଁ ମନୁଷ୍ୟମାନେ ବ୍ରତାଚାରୀ ହୋଇ ପୂଜା କରିବେ, ସେମାନଙ୍କର ସକଳ ସିଦ୍ଧି ହେବ। ଏହା ହିଁ ହେଉଛି ମୋର ସତ୍ୟ ବଚନ। ହେ ଜନାର୍ଦ୍ଦନ, ଯେଉଁମାନେ ମୋର ନିତ୍ୟ ନୈମିତ୍ତିକ ପୂଜା ଯତ୍ନର ସହିତ ଦୁର୍ବାଙ୍କର ଦ୍ୱାରା କରନ୍ତି, ସେମାନଙ୍କୁ ଅନନ୍ତ ଯଜ୍ଞର ଫଳ ମୁଁ ପ୍ରଦାନ କରିଥାଏ। ମୁଁ ସିଦ୍ଧେଶ୍ୱର ରୂପେ ସିଦ୍ଧିଦାତା ଓ ସକଳ ବସ୍ତୁର ସାଧ୍ୟ ଅଟେ। ତେଣୁ ମୋ ନାମ ସିଦ୍ଧେଶ୍ୱର ରୂପେ ସକଳ ଲୋକରେ ବିଖ୍ୟାତ ହୋଇଛି। ମୋ ସାଧନ ହେଉଛି ଜଗତରେ ଅତ୍ୟନ୍ତ ଉତ୍ତମ। ମୁଁ ଚିନ୍ତାମଣି ସଦୃଶ ଅଟେ ଏବଂ ମୋତେ ଦେବତା, ଅସୁରେନ୍ଦ୍ର ତଥା ଦେହଧାରୀ ମନୁଷ୍ୟମାନେ ଭକ୍ତିର ସହିତ ପୂଜା କରି ସକଳ କାମନା ପୂରଣ କରନ୍ତି। ସାଧାରଣ ମନୁଷ୍ୟମାନେ ମୋତେ ପୂଜା କରି ଦେବତ୍ୱ ଲାଭ କରିଥାନ୍ତି। ଦେବଗଣ ମୋର ରଚନା କରି ମୁକ୍ତିଫଳ ପ୍ରାପ୍ତ ହୁଅନ୍ତି ଏବଂ ମୁନିମାନେ ମୋତେ ପୂଜା କରି ଚିରଞ୍ଜୀବୀ ହୋଇଥାନ୍ତି। ଆହୁରି ମଧ୍ୟ ସେମାନେ ଗନ୍ଧର୍ବତ୍ୱ, ବିଦ୍ୟାରତ୍ନ, ବିଦ୍ୟାଧନରତ୍ନ, ଦେବତ୍ୱ ଓ ରାଜଯୋଗର ଅଧିକାରୀ ହୋଇଥାନ୍ତି। ସିଦ୍ଧେଶ୍ୱର ପ୍ରସନ୍ନ ହେଲେ ଅଶେଷ ସୁଗତି ପ୍ରାପ୍ତ ହୋଇଥାଏ। ଏ ଦ୍ୱିଜଗଣ, ସିଦ୍ଧେଶ୍ୱରଙ୍କର ଏହି ମନ୍ତ୍ର ଶ୍ରବଣ କର। ଓಂ ନମଃ ସିଦ୍ଧିନାଥାୟ ହରୟ ସିଦ୍ଧିରୂପିଣେ ତ୍ରୟମ୍ବକାୟ ଚ ବିଶ୍ୱାୟ ବ୍ରହ୍ମ ବିଷ୍ଣୁ ଶିବାୟ ଚ ଶିବଭକ୍ତି ବିମିଶ୍ରାୟ ମିଶ୍ରଜ୍ଞାନାୟ ବେଦସେ ପ୍ରସିଦ୍ଧ ମମ ଦେବେଶ ଶୀଘ୍ରଂ ସିଦ୍ଧନ୍ତୁ ମେ କ୍ରିୟାଃ। ଦେବଦେବ ଲିଙ୍ଗରାଜଙ୍କ ଠାରୁ 200 ଦିନ ଦୂରରେ ସିଦ୍ଧମାନଙ୍କର ସିଦ୍ଧିଦାୟକ ପୁଣ୍ୟକ୍ଷେତ୍ର ସିଦ୍ଧ ଆଶ୍ରମ ରହିଛି। ମୁନିମାନେ ସେହି ସିଦ୍ଧବନରେ ତପସ୍ୟା କରି ସିଦ୍ଧିଲାଭ ସହିତ ଇହଲୋକ ଓ ପରଲୋକରେ ପରମଗତି ପ୍ରାପ୍ତ ହୁଅନ୍ତି। ସେହି ସିଦ୍ଧଲିଙ୍ଗ ହେଉଛନ୍ତି ଭଗବାନ ବିଷ୍ଣୁ ଓ ଶିବ। ଏହା ହିଁ ଚତୁର୍ଦ୍ଦଶ ଲୋକରେ ବିଖ୍ୟାତ ହୋଇଛି। ବିଷ୍ଣୁ ଓ ଶିବ ଏକତ୍ର ହୋଇଥିବାରୁ ତାହାଙ୍କୁ ସିଦ୍ଧେଶ୍ୱର ନାମରେ ନାମିତ କରାଯାଇଛି। ତାହାଙ୍କୁ ଦର୍ଶନ କଲେ ସକଳ ପାପରୁ ମୁକ୍ତି ମିଳିଥାଏ ଏବଂ ଲୋକମାନେ ଦୀର୍ଘାୟୁଷ ଲାଭ କରନ୍ତି। ତାହାଙ୍କ ପୂଜା ଫଳରେ ମୁକ୍ତି ଲାଭ ହୋଇଥାଏ। ଏହା ହିଁ ମୋର ସତ୍ୟ ବଚନ ବୋଲି ଜାଣ। ସେହି ସିଦ୍ଧେଶ୍ୱରଙ୍କ ଆଗରେ ଯିଏ ଜପ କରେ, ତାହାକୁ 6 ମାସ ମଧ୍ୟରେ ସିଦ୍ଧି ମିଳିଥାଏ। ଏଥିରେ ସନ୍ଦେହ ନାହିଁ। ସେଠାରେ ପାପ ବିନାଶକ ତଥା ମୁକ୍ତିପ୍ରଦାୟକ ମୁକ୍ତେଶ୍ୱର ନାମକ ଏକ ଲିଙ୍ଗ ବିଗ୍ରହ ରହିଛନ୍ତି। ସେଠାରେ ସୁସ୍ୱାଦୁଯୁକ୍ତ ତଥା ଏକ ସୁନିର୍ମଳ ଜଳାଶୟ ରହିଛି। ସେହି ଜଳାଶୟରେ ସ୍ନାନ କଲେ ଲୋକମାନେ ସ୍ୱର୍ଗଲୋକରେ ଅଧିଷ୍ଠାନ କରନ୍ତି। ଏହି ଲିଙ୍ଗ ବିଗ୍ରହଙ୍କ ଦକ୍ଷିଣରେ ଶୁଦ୍ଧ ସ୍ଫଟିକ ତଥା ଗୌକ୍ଷୀର ସଦୃଶ ଅମୃତମୟ ପ୍ରାଣୀମାନଙ୍କର ମଙ୍ଗଳକାରକ ତଥା ମହାପ୍ରଳୟ ଭାବରୁ ଅବସ୍ଥିତ ଗୋଟିଏ ମନୋହର ଜଳକୁଣ୍ଡ ରହିଛି। ସେ କୁଣ୍ଡର ଜଳ ଆଣି ମୋତେ ସ୍ନାନ କରାଇବା ଉଚିତ। ସେ କୁଣ୍ଡର ଗଣ୍ଡୁଷର ଅମୃତମୟ ସତ୍ୟ ପ୍ରତ୍ୟୟକାରକ ଶୀତଳ ଜଳ ଗ୍ରହଣ କରି ପୁଣ୍ୟ ଯୋଗରେ ପାନ କରିବା ବିଧେୟ। ତା ଫଳରେ ଶୁଦ୍ଧ ନିର୍ମଳ ଜ୍ଞାନ, ଗାମ୍ଭୀର୍ଯ୍ୟ ଗୁଣ, ଶ୍ରେଷ୍ଠ ବିଦ୍ୟା ଓ ଦୂରଦୃଷ୍ଟି ଲାଭ ହୋଇଥାଏ। ସେହି ଜଳକୁ ପାନ କଲେ ଲୋକମାନେ କାମଚାରୀ ଓ ସର୍ବଭୋଗରେ ପ୍ରାପ୍ତ ହୋଇଥାନ୍ତି। ସଂସାରରେ ତା ପାଇଁ କୌଣସି ବସ୍ତୁ ଅଗୋଚର ହୋଇ ରହେନାହିଁ। ସେ ବ୍ୟକ୍ତି ଶିବଯୋଗପର ହୋଇ ଶିବଙ୍କ ଦେହରେ ଲୀନ ହୋଇଥାଏ। ସେ ବିଷୟରେ ଆଉ ଅଧିକ କ'ଣ କହିବା। ସେହି ସିଦ୍ଧେଶ୍ୱର ସର୍ବଦା ସିଦ୍ଧିଦାତା ଓ ସିଦ୍ଧେଶ ଅଟନ୍ତି। ସିଦ୍ଧେଶ୍ୱରଙ୍କୁ ଆଶ୍ରୟ କଲେ ଲୋକମାନେ ମୋତେ ପାଇଥାନ୍ତି। ହେ ଦ୍ୱିଜଗଣ, ବିଷ୍ଣୁଙ୍କ ସହିତ ଇନ୍ଦ୍ର, ବରୁଣ, କୁବେର, ଅଗ୍ନି ଓ
ଚନ୍ଦ୍ରାଦି ଦ୍ୱାଦଶମାନେ ମତ୍ୟମଣ୍ଡଳକୁ ଆସି ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ କହିଥିଲେ, ଏ ଶିଳ୍ପଶାସ୍ତ୍ର ବିଶାରଦ ବିଶ୍ୱକର୍ମା, ତୁମେ ଯେପରି ମଧୁସୂଦନ କୃଷ୍ଣଙ୍କ ଆଜ୍ଞାରେ ମନ୍ଦିର ନିର୍ମାଣ କରିଛ, ଆମମାନଙ୍କ ପାଇଁ ସେହିପରି ସେବାୟତମାନେ ନିର୍ମାଣ କର। ବିଶ୍ୱକର୍ମା ସେମାନଙ୍କ ଅନୁରୋଧରେ ଅନୁରୂପ ମନ୍ଦିରମାନେ ନିର୍ମାଣ କରନ୍ତେ। ସେହି ମନ୍ଦିରମାନଙ୍କରେ ତ୍ରିଦଶାଗଣ ନିଜ ନିଜ ନାମ ଅନୁସାରେ ଲିଙ୍ଗ ବିଗ୍ରହଙ୍କୁ ପୂଜା ସମାପ୍ତ କରି ସ୍ୱ ଲୋକକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାପରେ ବାଳଖିଲି ଆଦି ଋଷିମାନେ ଏକାମ୍ର ବନରେ ସିଦ୍ଧାଶ୍ରମଗୁଡ଼ିକୁ ଦେଖି ସେ ଆଶ୍ରମମାନଙ୍କରେ ରହି ମୁକ୍ତି ଲାଭ କରିଥିଲେ। ହେ ଦେବଗଣ, ସିଦ୍ଧେଶ୍ୱରଙ୍କ ଦକ୍ଷିଣରେ ଚତୁଃପର୍ଗ ଫଳପ୍ରଦାୟକ କେଦାରେଶ୍ୱର ଏବଂ ତାଙ୍କ ପାଖରେ ଗୌରୀ ଦେବୀ ବିରାଜମାନ କରିଛନ୍ତି। ସେଠାରେ ଗୌରୀକୁଣ୍ଡ ନାମକ ଗୋଟିଏ ଜଳାଶୟ ରହିଛି। ଏ ଜଳାଶୟଟି ପୃଥିବୀର ବିଖ୍ୟାତ ଜଳକୁଣ୍ଡ ରୂପେ ଖ୍ୟାତି ଲାଭ କରିଛି। ଉତ୍ତରେଶ୍ୱର ଯେପରି 10,00,000 ଲିଙ୍ଗ ଶକ୍ତି ସମ୍ପନ୍ନ, ସେପରି କେଦାରେଶ୍ୱର ମଧ୍ୟ ଅନୁରୂପ ଶକ୍ତି ସମ୍ପନ୍ନ ଅଟନ୍ତି। ଏହି ଲିଙ୍ଗ ବିଗ୍ରହଙ୍କୁ ଦକ୍ଷିଣାମୂର୍ତ୍ତି ନାମରେ ନାମିତ କରାଯାଇଛି। ଏ ଲିଙ୍ଗ ଅତ୍ୟନ୍ତ ପୁଣ୍ୟପ୍ରଦାୟକ ତଥା ଏହାଙ୍କୁ ପୂଜା କଲେ 10,00,000 ଶିବଲିଙ୍ଗ ଅର୍ଚ୍ଚନାର ଫଳ ମିଳିଥାଏ। ଗିରିରାଜ ହିମାଳୟ ଏହାଙ୍କୁ ପ୍ରତିଷ୍ଠା କରିଥିଲେ ଏବଂ ଏହା ତେଜସ୍କର ତଥା ଜଳପ୍ଳାବିତ ଅଟନ୍ତି। ଏହି ସ୍ୱୟଂ ଶିବଲିଙ୍ଗକୁ ଅର୍ଚ୍ଚନା କରି ମୁନିମାନେ ସ୍ୱର୍ଗଲୋକ ପ୍ରାପ୍ତ ହୋଇଛନ୍ତି। ଗୌରୀ ଦେବୀଙ୍କ ନିକଟରେ ସାକ୍ଷାତ୍ ତ୍ରିଭୁବନେଶ୍ୱର ସଦୃଶ ସର୍ବକାମ ଫଳପ୍ରଦ ସିଦ୍ଧନାଥଙ୍କ ଦକ୍ଷିଣ ପାର୍ଶ୍ୱସ୍ଥିତ କେଦାରେଶ୍ୱରଙ୍କୁ ଭକ୍ତିପରାୟଣ ହୋଇ ଅର୍ଚ୍ଚନା କଲେ ସକଳ ଅଭିଳାଷ ପୂରଣ ହୋଇଥାଏ। ଏହାଙ୍କ ଦର୍ଶନ ଫଳରେ ବାଜପେୟ ତଥା ଅସୀମତ ଯଜ୍ଞର ଫଳ ମିଳିଥାଏ। ଶିବଙ୍କର ରାସରଙ୍ଗିଣୀ ଚନ୍ଦ୍ରଗା ସିଦ୍ଧାଶ୍ରମକୁ ଯାଇ ରୋଦନ କରନ୍ତି। ତାହାଙ୍କୁ ଗୌରୀ ନାମରେ ନାମିତ କରାଯାଇଛି। ସେ ସିଦ୍ଧାରଣ୍ୟ ମଧ୍ୟରେ ମନୋହର କୁଣ୍ଡ ନିର୍ମାଣ କରି ବିରାଜମାନ କରିଅଛନ୍ତି। ସେ କୁଣ୍ଡରେ କୃଷ୍ଣପକ୍ଷ ନବମୀରେ ଶିରରେ କୃଷ୍ଣ ତିଳ ଧାରଣ କରି ସ୍ନାନ କଲେ ସଂସାରରେ କୌଣସି ବିଷୟ ଅଲଭ୍ୟ ହୁଏ ନାହିଁ। ନଗେଶ୍ୱର ହିମାଳୟଙ୍କୁ ପାର୍ବତୀପତି ଲିଙ୍ଗରାଜ କହିଲେ, ହେ ନଗେଶ୍ୱର, ଆପଣଙ୍କ ଅନୁଗ୍ରହ ଫଳରେ ମୁଁ ମନୁଷ୍ୟମାନଙ୍କୁ ସଦ୍ଗତି ପ୍ରଦାନ କରିବି। ଆମମାନଙ୍କର ଆନନ୍ଦ ବର୍ଦ୍ଧନକାରିଣୀ ଆପଣଙ୍କ କନ୍ୟାଙ୍କ ନିର୍ମିତ କୁଣ୍ଡ ଅର୍ଥାତ୍ ଗୌରୀ କୁଣ୍ଡ ଅତ୍ୟନ୍ତ ମନୋହର ତଥା ସୌଭାଗ୍ୟପ୍ରଦ ଅଟେ। ସେଥିରେ ସ୍ନାନ କରିବାକୁ ହେଲେ ନିମ୍ନଲିଖିତ ମନ୍ତ୍ର ପାଠ କରାଯିବ ବିଧେୟ। ଗୌରୀକୃତ ନମସ୍ତୁଭ୍ୟଂ ସର୍ବକାମ ଫଳପ୍ରଦ ପାପପନୋଦନ କୁରୁ ମେ ନିମଜ୍ଜୟଂ ତବାୟସି। ଏହି ମନ୍ତ୍ର ପାଠ କରି ସେ ଗୌରୀ କୁଣ୍ଡରେ ସ୍ନାନ କରିବା ପରେ କୃତାଞ୍ଜଳି ପୁଟରେ ଦେବଦେବ କେଦାରେଶ୍ୱରଙ୍କୁ ନିମ୍ନଲିଖିତ ସୂତ୍ରରେ ବନ୍ଦନ କରିବା ଉଚିତ। ଦକ୍ଷିଣାମୂର୍ତ୍ତୟେ ତୁଭ୍ୟଂ ବଟମୂଳ ନିବାସିନେ ଧନୈକ ନିରତ ଗଙ୍ଗାୟ ନମୋ ରୁଦ୍ରାୟ ସମ୍ଭବେ। ଏପରି ଭାବରେ ଯେଉଁ ବୁଦ୍ଧିମାନ ବ୍ୟକ୍ତି ପବିତ୍ରତା ସହିତ ଆଚରଣ କରିବ, ସେ ନିଶ୍ଚିତ ଭାବରେ କୈଳାସ ଭୁବନରେ ସ୍ଥାନ ଅଧିକାର କରିବ, ଏଥିରେ ସନ୍ଦେହ ନାହିଁ। ପୌଷ ମାସର ଶୁକ୍ଳପକ୍ଷ ନବମୀ ତିଥିରେ ଶିରରେ କୃଷ୍ଣ ତିଳକ ଦେଇ ଯେ ବ୍ୟକ୍ତି ଗୌରୀ କୁଣ୍ଡରେ ସ୍ନାନ କରେ, ସେ ବିମାନରେ ବସି ଇନ୍ଦ୍ରଙ୍କ ସ୍ଥାନ ଅମରାବତୀକୁ ଯାଇଥାଏ। ସେ ମଧ୍ୟ ଆହୁରି ଉର୍ଦ୍ଧ୍ୱସ୍ଥାନ ବ୍ରହ୍ମଲୋକକୁ ଯାଇ ତତ୍ପରେ ବିଷ୍ଣୁପୁର ପ୍ରାପ୍ତ ହୋଇଥାଏ। ତାପରେ ସେହି ପୁଣ୍ୟ ବଳରେ ସେ ଶିବପୁର ଅର୍ଥାତ୍ କୈଳାସ ଭୁବନରେ ଅଧିଷ୍ଠିତ ହୁଏ। ସେହି କେଦାରେଶ୍ୱରଙ୍କ ଲିଙ୍ଗ ସମ୍ମୁଖରେ ଭବପୀଠ ନାମକ ଏକ ପବିତ୍ର ସ୍ଥାନ ରହିଛି। ସେହି ପୀଠରେ ଯେଉଁ ବ୍ୟକ୍ତି ସଂଯତ ନ ହୋଇ ସେହି ସାଧକମାନଙ୍କ ଫଳପ୍ରଦ ସ୍ଥାନରେ 13 ଦିନ ପର୍ଯ୍ୟନ୍ତ ଉଜାଗର ରହି ମନ୍ତ୍ର ସାଧନ କରେ, ନିଶ୍ଚିତ ଭାବରେ ସିଦ୍ଧି ଲାଭ କରିଥାଏ। ଯେଉଁ ବ୍ୟକ୍ତି କେଦାରେଶ୍ୱରଙ୍କ ସ୍ଥାନରେ ମନ୍ତ୍ର ସିଦ୍ଧି କରି ନପାରେ, ସେ 20 ଜନ୍ମ ଚେଷ୍ଟା କଲେ ମଧ୍ୟ ସାଧନାରେ ସିଦ୍ଧି ଲାଭ କରିପାରେ ନାହିଁ। ବ୍ୟକ୍ତି କେଦାରେଶ୍ୱରଙ୍କ ପୀଠରେ ଅଳ୍ପ କିଛି ଦିନ ଜପ କଲେ ମଧ୍ୟ ନରକଗାମୀ ହୁଏ ନାହିଁ। କେଦାରକୁଣ୍ଡରେ ସ୍ନାନପୂର୍ବକ ଗୌରୀ ଦେବୀଙ୍କୁ ଦର୍ଶନ କରି ଯେ ଥରେ ମାତ୍ର ଜପ କରେ, ସେ କୃତ୍ୟକୃତ ହୋଇଥାଏ। ଏଭଳି କର୍ମଭୂମି ଓ ସୁଫଳ ପ୍ରଦାନକାରୀ ଦେବତା ଅନ୍ୟତ୍ର ବିରଳ। ଏହି ଦକ୍ଷିଣାମୂର୍ତ୍ତି କେଦାରେଶ୍ୱରଙ୍କ ନିକଟରେ ଦକ୍ଷିଣକୁ ମୁଖ କରିଥିବା ତଥା ମରୁଦଗଣଙ୍କ ଦ୍ୱାରା ପୂଜିତ ଶାନ୍ତ ଶିବମୂର୍ତ୍ତି ମରୁତେଶ ନାମରେ ବିଖ୍ୟାତ ଅଟନ୍ତି। ତାହାଙ୍କୁ ପୂଜା କଲେ ସକଳ କର୍ମରେ ଶାନ୍ତି ମିଳିଥାଏ। ସିଦ୍ଧେଶ୍ୱରଙ୍କ ପଶ୍ଚିମରେ ଦୈତ୍ୟେଶ୍ୱର ନାମକ ଏକ ଲିଙ୍ଗ ବିଗ୍ରହ ଅଛନ୍ତି। ସେହି ଦୈତ୍ୟେଶ୍ୱରଙ୍କୁ ପୂଜା କରିବା ପାଇଁ ହିରଣ୍ୟକଶ୍ୟପ ନାମକ ଦୈତ୍ୟକୁ ଆକାଶବାଣୀ ହୋଇଥିଲା। ତାହାଙ୍କ ଦ୍ୱାରା ପୂଜିତ ହୋଇଥିବାରୁ ତାଙ୍କ ନାମ ଦୈତ୍ୟେଶ୍ୱର ହୋଇଛି। ସେ ଦୈତ୍ୟେଶ୍ୱରଙ୍କ ଅର୍ଚ୍ଚନା ଫଳରେ ମନୁଷ୍ୟ ସମସ୍ତ ପ୍ରକାର ସଙ୍କଟରୁ ଉଦ୍ଧାର ପାଇଥାଏ। ହେ ଗିରିକନ୍ୟକେ, ମୁଁ ସେହି ଦୈତ୍ୟେଶ୍ୱରଙ୍କ ମନ୍ତ୍ର ତୁମକୁ ଶୁଣାଉଛି। ମଳିନଂ ଦୁଃଖ ସମ୍ଭାରଂ ମହାମୋହ ପରିଚ୍ଛଦଂ ଅତୃପ୍ତଂ ପାହି ମେ ଦେବ ଶଶାଙ୍କ କୃତ ଶେଖରଂ। ସିଦ୍ଧେଶ୍ୱରଙ୍କଠାରୁ ଅଳ୍ପ ଦୂରରେ ପୂର୍ବ ଆଡ଼କୁ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ଇନ୍ଦ୍ରେଶ୍ୱର ନାମକ ଏକ ଲିଙ୍ଗ ବିଗ୍ରହ ଅଛନ୍ତି। ଇନ୍ଦ୍ରଙ୍କ ଦ୍ୱାରା ପୂଜିତ ହୋଇଥିବାରୁ ତାଙ୍କ ନାମ ଇନ୍ଦ୍ରେଶ୍ୱର ହୋଇଛି। ଯେଉଁମାନେ ଇନ୍ଦ୍ରେଶ୍ୱରଙ୍କ ମାହାତ୍ମ୍ୟ ଶୁଣନ୍ତି ଓ ଭକ୍ତିରେ ତାଙ୍କୁ ଦୁର୍ବାଙ୍କୁରରେ ଅର୍ଚ୍ଚନା କରନ୍ତି, ସେମାନେ ଦେବଦେବ ପଦ ଲାଭ କରିବା ସଙ୍ଗେ ସଙ୍ଗେ ତେଜସ୍ୱୀ ରୂପେ ଅଧିଷ୍ଠିତ ହୁଅନ୍ତି ଏବଂ ସେମାନଙ୍କର ସକଳ ପାପ ଦୂର ହୋଇଥାଏ। ଏବେ ସେହି ମନ୍ଦିର ରାଜାରାଣୀ ମନ୍ଦିର ନାମରେ ଖ୍ୟାତ ହୋଇଛି। ବ୍ୟାସଦେବ କହିଲେ, ହେ ବିପ୍ରଗଣ, ମୁଁ ଏବେ ଶୁଭପ୍ରଦ ପଞ୍ଚାୟତନର
ପଞ୍ଚମାୟତନ ବିଷୟରେ କହୁଛି। ସେ ପଞ୍ଚମାୟତନରେ ବ୍ରହ୍ମକୁଣ୍ଡ ଓ ବ୍ରହ୍ମେଶ୍ୱର ଲିଙ୍ଗ ବିଦ୍ୟମାନ। ସେ ବ୍ରହ୍ମେଶ୍ୱର ଲିଙ୍ଗ ବ୍ରହ୍ମଯଜ୍ଞରୁ ସମ୍ଭୂତ ହୋଇଛନ୍ତି। ବିଧିବିଧାନ ଅନୁସାରେ ବ୍ରହ୍ମକୁଣ୍ଡରେ ସ୍ନାନ କରି ବ୍ରହ୍ମେଶ୍ୱରଙ୍କୁ ଦର୍ଶନ କଲେ ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇ ବ୍ରହ୍ମଲୋକରେ ମନୁଷ୍ୟ ଅଧିଷ୍ଠିତ ହୋଇଥାଏ। ଏହି ବିପ୍ରଗଣ ଏକାମ୍ର ପୁରାଣର ଚତୁର୍ଦ୍ଦଶ ଅଧ୍ୟାୟରେ ବ୍ରହ୍ମାଙ୍କ ପ୍ରତି ଶିବଙ୍କର ବାକ୍ୟ ଶ୍ରବଣ କର। ଶିବ କହିଲେ, ହେ ବ୍ରହ୍ମନ୍, ମୋ ମନ୍ଦିରଠାରୁ 1121 ଧେନୁ ଦୂରରେ ପୂର୍ବ ଦିଗକୁ ସାମାନ୍ୟ ଐଶାନ୍ୟ କୋଣରେ ସୁବିସ୍ତୃତ ଭୂମି ରହିଛି। ସେଠାରେ ମେରୁ ପର୍ବତର ଶୃଙ୍ଗ ସଦୃଶ ଯେଉଁ ଉଚ୍ଚ ଭୂମି ରହିଛି, ସେଠାରେ ମୋର ଗୋଟିଏ ମନ୍ଦିର ନିର୍ମାଣ କର। ସେଠାରେ ଦିବ୍ୟ ସ୍ୱୟମ୍ଭୁ ଲିଙ୍ଗ ସ୍ଥାପନ କର। ତାହା ସର୍ବକାମ ଫଳପ୍ରଦ, ପ୍ରୀତିକର ତଥା ଉତ୍ତମ ଲିଙ୍ଗ ରୂପେ ପ୍ରଖ୍ୟାତି ଅର୍ଜନ କରିବ। ସେଠାରେ ମୁଁ ତୁମ ପୂଜା ଆନନ୍ଦର ସହିତ ଗ୍ରହଣ କରିବି। ଶ୍ରୀମନ୍ଦିର ହେବ ଏହି ଧାମର ପ୍ରଥମ ଆୟତନ ଏବଂ ଜ୍ୟେଷ୍ଠ ତଥା ସନାତନ। ତୁମ ଦ୍ୱାରା ପ୍ରତିଷ୍ଠିତ ସେହି ଲିଙ୍ଗ ହେବେ ଆଦ୍ୟ ତଥା ଜନସାଧାରଣର ପୂଜ୍ୟତମ। ସେହି ଲିଙ୍ଗ ବିଗ୍ରହ ଏକାମ୍ର କ୍ଷେତ୍ରର ଅଷ୍ଟ ଆୟତନ ମଧ୍ୟରେ ମୁଖ୍ୟ ଏବଂ ମୁଁ ମଧ୍ୟ ତୁମ ଭକ୍ତିରେ ବଶବର୍ତ୍ତୀ ହୋଇ ସେଠାରେ ତୁମ ସାନ୍ନିଧ୍ୟ ଲାଭ କରିବି, ଏଥିରେ ସନ୍ଦେହ ନାହିଁ। ଯଜ୍ଞାଙ୍ଗରେ ସମ୍ପୂତ ତୁମର ସେହି ମନ୍ଦିର ମୋ ଦ୍ୱାରା ପ୍ରଥମ ମନ୍ଦିର ରୂପେ ପୂଜନୀୟ ହେବ। ସେ ପବିତ୍ର କାନନ ମଧ୍ୟରେ ଯେଉଁ ଗନ୍ଧବତୀ ନଦୀ ପ୍ରବାହିତ ହେଉଛି, ତାହାରି ତଟରେ ବ୍ରହ୍ମାଙ୍କ ଦ୍ୱାରା ଆରାଧିତ ବ୍ରହ୍ମେଶ୍ୱରୀ ଲିଙ୍ଗ ରହିଛନ୍ତି। ବ୍ରହ୍ମଯଜ୍ଞରୁ ସମ୍ଭୂତ ସେଠାରେ ଯେଉଁ ପବିତ୍ର ତୀର୍ଥ ରହିଛି, ସେଥିରେ ସ୍ନାନ କଲେ ଜନସାଧାରଣ ପବିତ୍ର ହୁଅନ୍ତି। ହେ ମାହେଶ୍ୱରୀ, ସେ ପବିତ୍ର ତୀର୍ଥ ଜଳରେ ସ୍ନାନ କଲେ ସକଳ ପାପ ନଷ୍ଟ ହୁଏ। ସେଥିରେ ସ୍ନାନ କରିବା ସମୟରେ ଏହି ମନ୍ତ୍ର ପାଠ କରିବା ବିଧେୟ। ଓମ୍ ନମସ୍ତେ ପରମାର୍ଥାୟ ପ୍ରଜାନାଂ ପତୟେ ନମଃ ଯଜ୍ଞ ସମ୍ଭବେ ତୁଣ୍ଡେ ମେଜାମ୍ୟସ୍ମିନ୍ ତପଜ୍ଞ। ବ୍ରହ୍ମେଶ୍ୱର ଶିବଙ୍କୁ ଦର୍ଶନ କରିବା ସମୟରେ ଏହି ମନ୍ତ୍ର ପାଠ କରିବା ଉଚିତ। ତମକ୍ଷର ଶାଶ୍ୱତଂ ସୀତାରಂ ମହାକବର୍ଣ୍ଣଂ ତମସଃ ପରସ୍ତାତ୍ ଜ୍ୟୋତିର୍ମୟଂ ଦିବ୍ୟମନୋକପସ୍ତଂ ସ୍ମରଣାଦିମୀଶଂ କरणं। କୃତ୍ତିବାସ ଲିଙ୍ଗରାଜଙ୍କ ଐଶାନ୍ୟ ତଥା ସାମାନ୍ୟ ଅଗ୍ନିକୋଣ ଆଡ଼କୁ 10 ଧେନୁ ଦୂରରେ ଗନ୍ଧବତୀ ନଦୀର ଆରପାରିରେ ସୁରାସୁରଙ୍କ ଦ୍ୱାରା ନିର୍ମିତ ସୁଷେଣ ତଥା ଗୋକର୍ଣ୍ଣ ନାମକ ଅସୁର ଦ୍ୱାରା ପୂଜିତ ଗୋକର୍ଣ୍ଣେଶ୍ୱର ନାମକ ଲିଙ୍ଗ ବିଦ୍ୟମାନ। ସେଠାରେ ପ୍ରବାହିତ ଗନ୍ଧବତୀ ନଦୀରେ ସ୍ନାନ କରି ଗୋକର୍ଣ୍ଣେଶ୍ୱରଙ୍କୁ ଦର୍ଶନ କଲେ ଶିବଙ୍କ ପ୍ରୀତି ଭାଜନ ହେବା ସଙ୍ଗେ ସଙ୍ଗେ ଯେକୌଣସି ମନ୍ତ୍ର ଜପ କଲେ ସିଦ୍ଧି ଲାଭ ହୋଇଥାଏ। ଏହି ବିପ୍ରଗଣ ସେହି ଗନ୍ଧବତୀ ନଦୀର ତଟଦେଶରେ ଉତ୍ପଳେଶ୍ୱର, ଆମ୍ରାତକେଶ୍ୱର, ମଧ୍ୟମେଶ୍ୱର, ଜଟିଳେଶ୍ୱର ପ୍ରଭୃତି ପ୍ରମୁଖ ଲିଙ୍ଗ ବିଗ୍ରହ ବିଦ୍ୟମାନ। ସେଠାରେ ଗନ୍ଧବତୀ ନଦୀରେ ସ୍ନାନ କରି ପଞ୍ଚାୟତନ ମଧ୍ୟରେ ଅବସ୍ଥିତ ପୂର୍ବୋକ୍ତ ଲିଙ୍ଗ ବିଗ୍ରହଙ୍କୁ ଦର୍ଶନ ଓ ପୂଜନ କଲେ ମହାପାପ ବିନାଶ ହୋଇ ମୁକ୍ତି ଲାଭ ହୋଇଥାଏ। ଏହି ବିପ୍ରଗଣ ମୁଁ ବର୍ତ୍ତମାନ ଷଷ୍ଠ ଆୟତନ ସମ୍ପର୍କରେ କହୁଛି, ଶୁଣ। ମେଘେଶ୍ୱର ନାମକ ଶିବାୟତନ ନିକଟରେ ମେଘକୁଣ୍ଡ ନାମକ ତୀର୍ଥରେ ସ୍ନାନ କରି ପିତୃ ଓ ଦେବତାମାନଙ୍କ ଉଦ୍ଦେଶ୍ୟରେ ତର୍ପଣ ପୂର୍ବକ ମେଘେଶ୍ୱରଙ୍କ ଦର୍ଶନ କଲେ ଇନ୍ଦ୍ରଲୋକ ପ୍ରାପ୍ତି ହୋଇଥାଏ। ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ଥିବା କଳ୍ପବୃକ୍ଷଠାରୁ 1700 ଧେନୁ ଦୂରରେ ତଥା ଈଶାନ୍ୟ କୋଣରେ ମେଘେଶ୍ୱର ମନ୍ଦିର ଓ ମେଘକୁଣ୍ଡ ଅବସ୍ଥିତ। ମହାପ୍ରଳୟ ସମୟରେ ମେଘମାନେ ସେ ପବିତ୍ର ଶିବାଳୟ ସ୍ଥାନରେ ଲିଙ୍ଗମାନ ସ୍ଥାପନ କରି ପୂଜା କରିଥିବା ସମୟରେ ସେମାନଙ୍କୁ ଶିବ କହିଥିଲେ, ଏ ମେଘମାନେ ତ୍ରିଲୋକରେ ବିଖ୍ୟାତ ଏହି ସ୍ଥାନରେ ମୁଁ ମେଘେଶ୍ୱର ନାମରେ ବିଖ୍ୟାତ ଅଟେ। ମୋର ଅଧିଷ୍ଠାନ ଏହି କ୍ଷେତ୍ର ପରମ ପାବନ, ଭୋଗଦାନକାରୀ ତଥା ଶିବ ପ୍ରୀତିକରୀ ଅଟେ। ଏଠାରେ ଯେଉଁ ହ୍ରଦ ରହିଛି, ତାହାର ଜଳ ଅତ୍ୟନ୍ତ ନିର୍ମଳ। ଏ ଏକାମ୍ର କ୍ଷେତ୍ରର ଆୟତନ ମଧ୍ୟରେ ପ୍ରଧାନ ଏବଂ ଋଷିମାନଙ୍କୁ ଆନନ୍ଦଦାୟକ ଅଟେ। ଏଠାରେ ସ୍ନାନ, ପିତୃଦେବଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ତର୍ପଣ ତଥା ସନ୍ଧ୍ୟାବନ୍ଦନ ଆଦି କଲେ ଇହଲୋକ ତଥା ପରଲୋକରେ ଅକ୍ଷୟ ଫଳ ଲାଭ ହୁଏ। ଏହି ତୀର୍ଥ ଓ ଦେବାୟତନ ଦେବତା ଓ ଋଷିମାନଙ୍କୁ ମଧ୍ୟ ଅକ୍ଷୟ ଫଳ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସକଳ ଦୁଃଖରୁ ଉଦ୍ଧାର କରିଥାଏ। ସକଳ ପ୍ରକାର କାର୍ଯ୍ୟାରମ୍ଭ ଏଠାରେ ଶିବପ୍ରଦ ହୋଇଥାଏ। ଏହି ମେଘକୁଣ୍ଡରେ ସ୍ନାନ କରିବା ସମୟରେ ଏହି ମନ୍ତ୍ର ପାଠ କରିବା ବିଧେୟ। ନମସ୍ତେ ସିଦ୍ଧିକଣ୍ଠାୟ ପର୍ଜନ୍ୟପତୟେ ନମଃ ପ୍ରସିଦ୍ଧ ସୌମୁଖୋତ୍ପିତ୍ୱ ମଜ୍ଜୟେତ ମୁଦୀକ୍ଷସେ। ଏ ମେଘେଶ୍ୱର ବା ପର୍ଜନ୍ୟେଶ୍ୱରଙ୍କ ପଶ୍ଚିମ ଦିଗ ତଥା ବାୟୁ କୋଣରେ ଭାସ୍କରଙ୍କ ଦ୍ୱାରା ପୂଜିତ ଭାସ୍କରେଶ୍ୱର ନାମକ ବିଶାଳ ଲିଙ୍ଗ ବିଗ୍ରହ ରହିଛି। ସେ ଭାସ୍କରେଶ୍ୱରଙ୍କ ନିକଟରେ ଗୋଟିଏ କୁଣ୍ଡ ଅଛି। ସେଥିରେ ସ୍ନାନ କରି ପୂର୍ବ କାଳରେ ଆଦିତ୍ୟଙ୍କ ଦ୍ୱାରା ପୂଜିତ ଲିଙ୍ଗ ବିଗ୍ରହଙ୍କୁ ଦର୍ଶନ କଲେ ଆଦିତ୍ୟ ଯେପରି ସୁଜ୍ୟୋତି ପ୍ରାପ୍ତ ହୋଇଥିଲେ, ସେପରି ମନୁଷ୍ୟମାନେ ସକଳ ପାପରୁ ମୁକ୍ତ ହୋଇ ଉଜ୍ଜୀୟମାନ ଗନ୍ଧର୍ବମାନଙ୍କ ସହିତ ଶ୍ରେଷ୍ଠ ବିମାନରେ ଆରୋହଣ କରି ପ୍ରଳୟ କାଳ ପର୍ଯ୍ୟନ୍ତ ଶିବଲୋକରେ ଅଧିଷ୍ଠିତ ହୋଇଥାନ୍ତି। ସେଠାରେ ଶ୍ରେଷ୍ଠ ଭୋଗ ଲାଭ କରି ପୁଣ୍ୟ କ୍ଷୟ ହେବା ପରେ ସେମାନେ ପୁଣି ଏହି ଲୋକରେ ଜନ୍ମଗ୍ରହଣ କରିଥାନ୍ତି। ସେ ମନୁଷ୍ୟମାନେ ଇହଲୋକରେ ଧାର୍ମିକ, ଦାନଶୀଳ, ଯଜ୍ଞ ସାଧନ କରି ହେବା ସଙ୍ଗେ ସଙ୍ଗେ ପୃଥ୍ୱୀପତି ହୋଇଥାନ୍ତି। ପରିଶେଷରେ ସେମାନେ ପଶୁପାତ ଯୋଗ ଅଭ୍ୟାସରେ ମୋକ୍ଷର ଅଧିକାରୀ ହୋଇଥାନ୍ତି। ସେହି ଭାସ୍କରେଶ୍ୱରଙ୍କ ଲିଙ୍ଗ ବିଗ୍ରହ ଲିଙ୍ଗରାଜଙ୍କ ମନ୍ଦିରଠାରୁ 1500 ଧେନୁ ଦୂରରେ ଅବସ୍ଥିତ। ସୂର୍ଯ୍ୟ ଅତ୍ୟନ୍ତ ଭକ୍ତିର ସହିତ ଦେବାଧିଦେବ ଉମାପତିଙ୍କୁ ପୂଜା କରିଥିବାରୁ ସେ ତାଙ୍କୁ ପରମାନନ୍ଦରେ କହିଥିଲେ, ଜନସମାଜରେ ଏହି ଲିଙ୍ଗ ବିଗ୍ରହ
ଭାସ୍କରେଶ୍ୱର ନାମରେ ପ୍ରସିଦ୍ଧି ଲାଭ କରିବ। ମୋ ନିକଟରେ ଥିବାରୁ ଏହା ମୋର ଆନନ୍ଦର ସ୍ଥାନ ଅଟେ। ଦର୍ଶନ ସମୟରେ ଏହି ମନ୍ତ୍ର ପାଠ କରିବା ଉଚିତ। ଶିବ ସୂର୍ଯ୍ୟମୟୀ ମୂର୍ତ୍ତେ ବିଶ୍ୱମୂର୍ତ୍ତିରେ ବିଭାବକ ବରଣ୍ୟେ ବରଦଶ୍ଚାସୀ ପ୍ରସିଦ୍ଧ ପରମେଶ୍ୱର ଭାସ୍କରଶ୍ଚ ଶିବଶ୍ଚୋଭ୍ୟୁ ତତ୍ର ସନ୍ନିହିତା ବୁଭୁ ପ୍ରତିପୂଜା ପ୍ରଗୃହୀତ୍ୱ ଦେବୋ ଭକ୍ତିମତାଂ ନୃଣାମ୍। ଏଠାରୁ ପଶ୍ଚିମ ଦିଗରେ କପାଳମୋଚନ ନାମକ ଲିଙ୍ଗ ବିଗ୍ରହ ପୂଜିତ ହେଉଛନ୍ତି। ସୌଭାଗ୍ୟବଶତଃ ମନୁଷ୍ୟମାନେ ଏହାଙ୍କ ଦର୍ଶନ କରିଥାନ୍ତି। ଏହା ଲିଙ୍ଗରାଜଙ୍କ ଐଶାନ୍ୟ କୋଣରେ ଅବସ୍ଥିତ ଏବଂ ମୋକ୍ଷ ଫଳ ପ୍ରଦାୟକ ଅଟନ୍ତି। କୃତିବାସ ଲିଙ୍ଗରାଜଙ୍କଠାରୁ 800 ଧେନୁ ଦୂରରେ ପାର୍ବତୀପ୍ରିୟ ଶିବ ବ୍ରହ୍ମକପାଳ ନିଜ ହାତରୁ ଖସାଇଥିଲେ। ତାହାଙ୍କ ଦର୍ଶନରେ ବ୍ରହ୍ମହତ୍ୟା ପାତକ ଦୂର ହୋଇଥାଏ। ଷଷ୍ଠ ଆୟତନ ମଧ୍ୟରେ ଏହି ଲିଙ୍ଗ ବିଗ୍ରହ ସକଳ ପାପ ବିମୋଚନ କରି ଅଟନ୍ତି। ହେ ବିପ୍ରଗଣ, ଏହାପରେ ମୁଁ ସପ୍ତମ ଆୟତନ ବିଷୟରେ କହିବି। ସେ ସପ୍ତମ ଆୟତନରେ ଲାଉ ସଦୃଶ ଅଲାବୁକେଶ୍ୱର ଓ ତତ୍ସଂଲଗ୍ନ ଅଲାବୁ ତୀର୍ଥ ରହିଛି। ସେହି ତୀର୍ଥ ଜଳରେ ସ୍ନାନ କରି ଲିଙ୍ଗ ବିଗ୍ରହଙ୍କୁ ଦର୍ଶନ କଲେ ମନୁଷ୍ୟ ନନ୍ଦିଲୋକରେ ଅଧିଷ୍ଠିତ ହୁଏ। ଏକାମ୍ର କ୍ଷେତ୍ରର 8 ଗୋଟି ଆୟତନ ମଧ୍ୟରେ ଏହା ଉତ୍ତମ ବୋଲି କଥିତ ହୁଏ। ଇନ୍ଦ୍ରଶକ ନାମକ ଜଣେ ଦ୍ୱିଜବର ଦେବାଦିଦେବଙ୍କୁ ପ୍ରାର୍ଥନା କରି କହିଥିଲେ, ହେ ଦେବେଶ, ଯଦି ଆପଣ ମୋ ପ୍ରତି ପ୍ରସନ୍ନ ହୋଇଥାନ୍ତି ତେବେ ଏହି ବର ପ୍ରଦାନ କରନ୍ତୁ। ଏହି ଦିବ୍ୟ ଏକାମ୍ର କ୍ଷେତ୍ରର ମୋ ଭିକ୍ଷାପାତ୍ରଟି ଗୋଟିଏ ପବିତ୍ର ଉଦକ ପରିପୂର୍ଣ୍ଣ ତୀର୍ଥରେ ପରିଣତ ହେଉ। ସେହି ତୀର୍ଥଟି ଅଲାବୁ ତୀର୍ଥ ନାମରେ ନାମିତ ହେବ। ପ୍ରାଣୀମାନଙ୍କର ମଙ୍ଗଳ ନିମିତ୍ତ ତୁମେ ଏଠାରେ ଗୋଟିଏ ପ୍ରସାଦ ନିର୍ମାଣ କରିପାର। ଶିବଙ୍କ ହସ୍ତସ୍ପର୍ଶ ହେବାରୁ ଅଲାବୁ ନିର୍ମିତ ଭିକ୍ଷାପାତ୍ରଟି ସେଠାରେ ଏକ ବିଶାଳ ହ୍ରଦ ରୂପରେ ପରିଣତ ହୋଇଥିଲା। ଜନସମାଜରେ ଅଲାବୁ ତୀର୍ଥ ପବିତ୍ର ଓ ପ୍ରଖ୍ୟାତ ହୋଇଛି। ଦେବତା, ପିତୃ ଓ ମନୁଷ୍ୟମାନଙ୍କ ପରିତୋଷ ନିମିତ୍ତ ଏ ତୀର୍ଥ ନିର୍ମିତ ହୋଇଛି। ଯେଉଁମାନେ ଏଠାରେ ସ୍ନାନ କରନ୍ତି ସେମାନେ ନିଜ କୁଳ ଉଦ୍ଧାର କରିଥାନ୍ତି। ଏ ତୀର୍ଥ ଗୋଟିଏ ଶ୍ରେଷ୍ଠ ତୀର୍ଥ। 8 ଗୋଟି ପବିତ୍ର ତୀର୍ଥର ଜଳ ଏହି ତୀର୍ଥରେ ରହିଛି। ତେଣୁ ଏଠାରେ ସ୍ନାନ କଲେ ସକଳ ପାପ ବିନାଶ ହୁଏ। ସଚେତେନ୍ଦ୍ରିୟ ହୋଇ ଯେ ଅଲାବୁକେଶ୍ୱରଙ୍କଠାରେ ପଞ୍ଚଶତ ଅଘର ମନ୍ତ୍ର ଜପ କରି ମନ୍ତ୍ର ପୁରସ୍ଚରଣ କରେ ଏବଂ ଲତା ପୁଷ୍ପ ସମନ୍ୱିତ ଅଲାବୁ ଅର୍ଥାତ୍ ଲାଉ ଭକ୍ଷଣ କରେ, ସେ ଦୀର୍ଘାୟୁ, ଯଶସ୍ୱୀ ତଥା ମନ୍ତ୍ରଶୁଦ୍ଧ ହୋଇଥାଏ। ଆହୁରି ମଧ୍ୟ ସେହି ପୁଣ୍ୟବାନ ବ୍ୟକ୍ତି ଖେଚରୀ ବିଦ୍ୟାରେ ପ୍ରବୀଣ ହୋଇଥାଏ। ଇନ୍ଦ୍ରଶକ ନାମକ ବିପ୍ରବର କୃତିବାସ ଲିଙ୍ଗରାଜଙ୍କ ଏକାମ୍ର ବିପିନ ମଧ୍ୟରେ ଥାଇ ଅଦ୍ୟାପି ଆନନ୍ଦ ଅନୁଭବ କରୁଛନ୍ତି। ଅଲାବୁକେଶ୍ୱରଙ୍କଠାରେ ଉପସ୍ଥିତ ହୋଇ ସାଧକମାନେ ମନ୍ତ୍ରସିଦ୍ଧ ହୋଇଥାନ୍ତି ଏବଂ ଏଠାରେ ତୀର୍ଥରେ ସ୍ନାନ କଲେ ଦିବଙ୍ଗତ ବଂଶଧରମାନେ ମୋକ୍ଷ ଲାଭ କରିଥାନ୍ତି। ଏହି ତୀର୍ଥରେ ସ୍ନାନ କରିବାର ମନ୍ତ୍ର ଉଚ୍ଚାରଣ କରି 3 ବାର ଜଳରେ ମୁଣ୍ଡ ବୁଡ଼ାଇ ସ୍ନାନ କରିବା ଉଚିତ। ନମସ୍ତେ ଧ୍ୟାନ ଯୋଗାୟ ଶାଶ୍ୱତାୟ କପର୍ଦ୍ଦିନେ ମନୋରଥ ଫଳ ବ୍ୟାପ୍ତିଂ ପୁରୟସ୍ୟ ମହେଶ୍ୱର। ଏହି ମନ୍ତ୍ର ପାଠ କରି ଅଲାବୁକେଶ୍ୱରଙ୍କୁ ମଧ୍ୟ ଦର୍ଶନ କରିବା ଉଚିତ। ଏହାର ଦକ୍ଷିଣ ଭାଗରେ ଉତ୍ତରେଶ୍ୱରଙ୍କୁ ଦର୍ଶନ କଲେ 10 ଲକ୍ଷ ଶିବଲିଙ୍ଗ ଅର୍ଚ୍ଚନାର ଫଳ ମିଳିଥାଏ। କେଦାରେଶ୍ୱର ମଧ୍ୟ ଏକ ଅନୁରୂପ ଶିବଲିଙ୍ଗ ଅଟନ୍ତି। ପୂର୍ବୋକ୍ତ ଲିଙ୍ଗ ବିଗ୍ରହମାନେ କୃତିବାସ ଲିଙ୍ଗରାଜଙ୍କ ପ୍ରସାଦରୁ ଲିଙ୍ଗ ସେନାନୀ ରୂପେ ସୁପରିଚିତ ହୋଇଛନ୍ତି। ବିନ୍ଦୁ ସରୋବର ଓ ଉତ୍ତର ତଟରେ ଅବସ୍ଥିତ ଉତ୍ତରେଶ୍ୱରଙ୍କ ଆସ୍ଥାନ ମହାଶ୍ମଶାନ ପୀଠ ରୂପେ ସୁପରିଚିତ। ଏଠାରେ ଯେକୌଣସି ମନ୍ତ୍ର ଜପ କଲେ ସାଧକ ସିଦ୍ଧି ଲାଭ କରିଥାଏ। ଏହିଠାରେ ଉତ୍ତରେଶ୍ୱରୀ ଦେବୀ ବିଦ୍ୟା ବିରାଜମାନ। ଏହି ସାଧନ ପୀଠଟି ଅତ୍ୟନ୍ତ ପବିତ୍ର ତଥା ସର୍ବପାପହର ରୂପେ ପ୍ରଖ୍ୟାତ। ଯେଉଁ ସାଧକ ଉତ୍ତରେଶ୍ୱର ଓ ଦେବୀ ଉତ୍ତରେଶ୍ୱରୀଙ୍କ ସମ୍ମୁଖରେ ଜପଯଜ୍ଞ ଆରମ୍ଭ କରେ ସେ ତିନି ପକ୍ଷରେ ମନ୍ତ୍ରସିଦ୍ଧି ଲାଭ କରିଥାଏ। କେଦାରେଶ୍ୱରଙ୍କ ପଶ୍ଚିମରେ ବିରାଜିତ ଏହି ଉତ୍ତରେଶ୍ୱର ଅତ୍ୟନ୍ତ ଭୀମକାନ୍ତ ମୂର୍ତ୍ତି ଏବଂ ସେ ମସ୍ତକରେ ଚନ୍ଦ୍ରଖଣ୍ଡ ଧାରଣ କରିଛନ୍ତି। ଗ୍ରହ ନକ୍ଷତ୍ରମାନେ ମାଳ ରୂପେ ସେଠାରେ ବିରାଜମାନ କରିଛନ୍ତି। ସେ ଧୂମ୍ର ପିଙ୍ଗଳ ଲୋଚନ ଓ ବିଭୂତି ବିମଣ୍ଡିତ ଅଟନ୍ତି। ତାଙ୍କ ଶରୀରରେ ଭୂଷଣ ରୂପେ ସର୍ପମାନେ ରହିଛନ୍ତି। ସେ ଗଜାସୁର ଚର୍ମକୁ ବସ୍ତ୍ର ରୂପେ ପରିଧାନ କରି ଅନିନ୍ଦିତ ଶ୍ମଶ୍ରୁ ଜଳରେ ବିଭୂଷିତ ହୋଇଛନ୍ତି। ତାଙ୍କ ଶରୀରର ଭୂଷଣ ସ୍ୱରୂପ ସର୍ପମାନଙ୍କର ଶୁଭ୍ର ଦର୍ଶନ ଶ୍ରେଣୀରୁ ଯେଉଁ ତେଜ ନିର୍ଗତ ହେଉଛି ତା ଫଳରେ ସମଗ୍ର ଏକ୍ରାମ ବନଦେଶ ସମୁଦ୍ଭାସିତ ହେଉଛି। ଭୂତ ପ୍ରେତ ଓ ପିଶାଚମାନଙ୍କ ଗହଣରେ ମହାମନ୍ତ୍ର ବିଶାରଦ, ମହାବାହୁ, ମହାଶକ୍ତି ସମ୍ପନ୍ନ ତଥା ମହା ଉଚ୍ଚାପ୍ରଦ ନର କପାଳଧାରୀ ଦିଗମ୍ବର ତଥା ସାଂସାରିକ ମାୟା ମମତାର ଊର୍ଦ୍ଧ୍ୱରେ ରହି ଏହିଠାରେ ପୂଜିତ ହେଉଛନ୍ତି। ତାଙ୍କ ନିକଟରେ ଯେଉଁ ଉତ୍ତରେଶ୍ୱରୀ ନାମ୍ନୀ ଦେବୀ ବିରାଜମାନ କରିଛନ୍ତି ସେ ନିଜର ଯୋଗିନୀ, ମହାବିଦ୍ୟା ଓ ମାତୃକାଗଣଙ୍କ ଗହଣରେ ପୂଜା ପାଉଛନ୍ତି। ତାଙ୍କ ଗହଣରେ ଥିବା 3 କୋଟି ଯୋଗିନୀ ନାନା ରୂପ ଧାରିଣୀ, ମଦୋନ୍ମତ୍ତା, ବଳି ମାଂସ ତଥା ରକ୍ତପ୍ରିୟା, ଭୟଙ୍କରୀ, ହସ୍ର ଦୀର୍ଘ ଶରୀର, କଙ୍କାଳୀ, ବିକଟ ଲୋଚନା, କୋଟର ଆଖି, ବିରୂପାକ୍ଷୀ ତଥା ଗୀତବାଦ୍ୟ ପ୍ରଦାୟିନୀ, ମହାପ୍ରଳୟକାରିଣୀ, ଘୋର ନିନାଦିନୀ, ଭୈରବୀ ତଥା ଅଭୟ ବରଦାୟିନୀ ଏବଂ ମଙ୍ଗଳକାରିଣୀ ଅଟନ୍ତି।
ଏ ସ୍ଥାନଟି ଭୟଙ୍କର ମହାଶ୍ମଶାନ ରୂପେ ପରିଚିତ। ସକଳ ଲୋକର ଏହି ପୀଠକୁ ମହାପୀଠ ରୂପରେ ମହାମନା ମନୀଷୀମାନେ ବର୍ଣ୍ଣନା କରିଛନ୍ତି। ବଶିଷ୍ଠ ବାମଦେବ ନାମକ ମହର୍ଷି ଦ୍ୱୟ ବିଗ୍ରହବାନ ହୋଇ ଏଠାରେ ବିରାଜମାନ ହୋଇଛନ୍ତି। ସେ ମହର୍ଷି ଦ୍ୱୟ ସକଳ ପାପ ବିନାଶକାରୀ ଅଟନ୍ତି। ୟୁକ୍ତେଶ୍ୱରଙ୍କ ଲିଙ୍ଗ ନିକଟରେ ପ୍ରାଣୀମାନଙ୍କର ଭୟ ଦୂରକାରୀ ଭୀମେଶ ବା ଭୀମେଶ୍ୱର ପୂଜିତ ହେଉଛନ୍ତି। ଏହା ହିଁ ହେଉଛି ସପ୍ତମ ଆୟତନର ବିବରଣୀ। ହେ ଦ୍ୱିଜଗଣ, ମୁଁ ବର୍ତ୍ତମାନ ଅଷ୍ଟମ ଆୟତନର ବିବରଣୀ ଶୁଣାଉଛି। ଏବଂ ଅଷ୍ଟମ ଆୟତନର ରାମେଶ୍ୱର ହେଉଛନ୍ତି ପ୍ରଧାନ। ଅଶ୍ୱମେଧ ଯଜ୍ଞର ସମ୍ଭୂତ ରାମକୁଣ୍ଡ ନାମକ ଗୋଟିଏ ତୀର୍ଥ ରହିଛି। ଏଠାରେ ସର୍ବପାପହର ବିଖ୍ୟାତ ଅଶୋକ ଝର ରହିଛି। ଏହି ଅଶୋକ ଝରରେ ସ୍ନାନ କରି ରାମେଶ୍ୱରଙ୍କୁ ଦର୍ଶନ କଲେ ସକଳ ପାପ କ୍ଷୟ ପୂର୍ବକ ଦର୍ଶନକାରୀ ଭକ୍ତ ଶିବଙ୍କ ଧାମ କୈଳାସକୁ ପ୍ରାପ୍ତ ହୋଇଥାଏ। ହେ ବିପ୍ରଗଣ, ଦେବଦେବ ଲିଙ୍ଗରାଜ ତଥା ଏକାମ୍ର ବିପିନର ଉତ୍ତର ଦିଗ ସ୍ଥିତ ଓ ବିନ୍ଦୁସାରପୁର ଦୈବକୋଣର ଅଦୂରରେ ଶତ୍ରୁଧେନୁ ଦୂରରେ ଭଗବାନ ରାମଚନ୍ଦ୍ରଙ୍କ ଦ୍ୱାରା ପୂଜିତ ରାମେଶ୍ୱର ଲିଙ୍ଗ ରହିଛନ୍ତି। ଭଗବାନ ଶ୍ରୀରାମଚନ୍ଦ୍ର ବନ ଆଗମନ କାଳରେ ଗୋଟିଏ ଲିଙ୍ଗ ସ୍ଥାପନ କରିବା ନିମିତ୍ତ ଆଦିଷ୍ଟ ହୋଇଥିଲେ। ଏ ରାମେଶ୍ୱରଙ୍କ ମାହାତ୍ମ୍ୟ ଏକାମ୍ର ପୁରାଣର 500 ଅଧ୍ୟାୟରେ ବର୍ଣ୍ଣିତ ହୋଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଦ୍ୱାରା ଆଦିଷ୍ଟ ହୋଇ ଶ୍ରୀରାମଚନ୍ଦ୍ର ନିଜ ନାମ ଅନୁସାରେ ଗୋଟିଏ ସେବାୟତ ନିର୍ମାଣ କରିବା ପରେ ଦେବାଦିଦେବଙ୍କୁ ପ୍ରାର୍ଥନା କରି କହିଥିଲେ, ହେ ଭଗବାନ, ତୁମେ ଯଦି ମୋଠାରେ ପ୍ରସନ୍ନ ହୋଇଛ, ତେବେ ଏହି ଲିଙ୍ଗର ସାନ୍ନିଧ୍ୟ ଲାଭ କରିବାକୁ ମୋତେ ବର ପ୍ରଦାନ କର। ମୋ ଦ୍ୱାରା କରାଯାଇଥିବା ଯଜ୍ଞଙ୍କ ସ୍ୱରୂପ ଏ କୁଣ୍ଡ ଅର୍ଥାତ୍ ରାମକୁଣ୍ଡ ତୀର୍ଥରେ ପରିଣତ ହେଉ। ଆପଣଙ୍କ ଅନୁଗ୍ରହରୁ ଏଠାରେ ଚିରସ୍ଥାୟୀ ହେଉ। ତମ ପରମେଶ୍ୱର ଲିଙ୍ଗରାଜ ପ୍ରସନ୍ନ ହୋଇ କହିଲେ, ହେ ଶ୍ରୀରାମଚନ୍ଦ୍ର, ଅଷ୍ଟ ଆୟତନ ମଧ୍ୟରେ ତୁମଦ୍ୱାରା ପ୍ରତିଷ୍ଠିତ ଏ ଦେବାୟତନ ମୁଖ୍ୟର ବ୍ୟବସ୍ଥା ହେବ ଏବଂ ଏହି ହ୍ରଦ ପରମ ପବିତ୍ର ତୀର୍ଥ ରୂପେ ତ୍ରିଲୋକରେ ପ୍ରଖ୍ୟାତ ହେବ। ଏହା ଏକ ସିଦ୍ଧକ୍ଷେତ୍ର ହେବା ସଙ୍ଗେ ସଙ୍ଗେ ମୁଁ ମଧ୍ୟ ଏଠାରେ ପୂଜା ଗ୍ରହଣ କରିବି। ଏ ତୀର୍ଥରେ ସ୍ନାନ କରିବାର ସ୍ୱତନ୍ତ୍ର ମନ୍ତ୍ର ରହିଛି। ଯେଉଁ ଭକ୍ତମାନେ ଏହି ମନ୍ତ୍ର ପାଠ କରି ଏଠାରେ ସ୍ନାନ କରିବେ, ସେମାନେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରିବେ। ଋଷଭ୍ୟଶ୍ୱତରେ ଶୃଙ୍ଗେ ବରୁଣ ବହତି ଦକ୍ଷିଣେ ଅଶୋକ ଝର ନାମ୍ନା ତ୍ୱଂ ପାପହରଂ ନମସ୍ତୁତେ। ନମସ୍ତେ ପରମେଶାୟ ଶାଶ୍ୱତାୟ କପର୍ଦିନେ ପ୍ରୟଚ୍ଛ ସୁକୃତଂ ପ୍ରୀତଃ ରାମେଶ୍ୱର ନମସ୍ତୁତେ। ହେ ବିପ୍ରଗଣ, ରାମେଶ୍ୱରଙ୍କ ପରିସର ମଧ୍ୟରେ ସୀତେଶ୍ୱର, ହନୁମତୀଶ୍ୱର, ଲବକେଶ୍ୱର, ଭରତେଶ୍ୱର, ଲକ୍ଷ୍ମଣେଶ୍ୱର, ଶତ୍ରୁଘ୍ନେଶ୍ୱରଙ୍କ ଲିଙ୍ଗ ବିଗ୍ରହମାନଙ୍କୁ ଦର୍ଶନ କରିବା ପରେ ତୁମେମାନେ ଗୋସହସ୍ରେଶ୍ୱର ଅର୍ଥାତ୍ କୁଶଳେଶ୍ୱରଙ୍କ ନିକଟକୁ ଯିବ। ସେଠାରେ ଥିବା ହ୍ରଦ ମଧ୍ୟରୁ ନିର୍ଗତ ସହସ୍ର ସଂଖ୍ୟକ ବୟସିନୀ ଧେନୁ ସେଠାରେ ଲିଙ୍ଗରାଜଙ୍କ ମସ୍ତକରେ କ୍ଷୀରଧାର ବର୍ଷଣ କରୁଛନ୍ତି। ସେ ଧେନୁମାନଙ୍କୁ ଦେଖି ଗୋପାଳିନୀ ପାର୍ବତୀ ଦ୍ୱାର ରୁଦ୍ଧ କରି ସେମାନଙ୍କୁ ପାଳନ କରିଥିଲେ। ଗୋସହସ୍ରେଶ୍ୱରଙ୍କୁ ଦର୍ଶନ କରି ଭକ୍ତି ସହକାରେ ପୂଜା କଲେ ଗୋସହସ୍ର ଦାନ ଫଳ ମିଳିଥାଏ। ସେଠାରେ ପରଦ୍ୱାରା କୃତ ପାପର ବିନାଶକାରୀ ପରଦ୍ୱାରେଶ୍ୱରଙ୍କ ଦର୍ଶନ କରିବା ଉଚିତ। ହେ ଗିରିରାଜ କନ୍ୟକେ, ସହସ୍ର ଧେନୁଙ୍କ ଦ୍ୱାରା ପରିବ୍ୟାପ୍ତ ସେହି ଗୋସହସ୍ରେଶ୍ୱର ଲିଙ୍ଗଙ୍କ ମାହାତ୍ମ୍ୟ ବର୍ଣ୍ଣନା କରୁଛି। ସେଠାରେ ଅବସ୍ଥିତ ତୀର୍ଥରେ ସ୍ନାନ କରି ଦେବତା ଓ ପିତୃଗଣଙ୍କୁ ତର୍ପଣ କଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। ଆଶ୍ୱିନ ମାସର ଶୁକ୍ଳପକ୍ଷ ଅଷ୍ଟମୀରେ ପବିତ୍ର ବସନ ଧାରଣ କରି ଗୋମୂତ୍ର, ଗୋମୟ, କ୍ଷୀର, ଦଧି, ଘୃତ ଓ କୁଶ ଜଳ ଶିରରେ ଦେଇ ସେହି ତୀର୍ଥ ଜଳରେ ନିମ୍ନଲିଖିତ ମନ୍ତ୍ର ପାଠ କରି ସ୍ନାନ କରିବା ବିଧେୟ। ଓମ୍ ନମସ୍ତେ ଜ୍ଞାନଶୁଦ୍ଧାୟ ତ୍ରୟୀ ମୂର୍ତ୍ତିମତାୟ ଚ ସ୍ନାନଂ କରୋମି ଦେବେଶ ପ୍ରସିଦ୍ଧ ପରମେଶ୍ୱର। ଏହି ମନ୍ତ୍ର ଉଚ୍ଚାରଣ କରି 5 ଥର ପୃଥକ ଭାବରେ ସ୍ନାନ କରିବା ପରେ ଯଥାବିଧି ସନ୍ଧ୍ୟା ଓ ପିତୃଦେବମାନଙ୍କୁ ତର୍ପଣ କରାଇବା ଉଚିତ। ତାପରେ ଯଥାଶକ୍ତି ବିପ୍ରମାନଙ୍କୁ ଭୋଜନ କରାଇବା ବିଧେୟ। ଏହାପରେ ଗୋସହସ୍ରେଶ୍ୱରଙ୍କୁ ଶୀତଳ ଜଳରେ ସ୍ନାନ କରାଇ କୃତ୍ତିବାସ ଲିଙ୍ଗରାଜଙ୍କ ନିକଟକୁ ଯିବ। ସେଠାରେ ଅଷ୍ଟମୂର୍ତ୍ତିଙ୍କ ଗହଣରେ କୃତ୍ତିବାସ ଲିଙ୍ଗରାଜଙ୍କୁ ବିଧିବିଧାନ ଅନୁସାରେ ପୂଜା କରି ସାଷ୍ଟାଙ୍ଗ 10 ବାର ପ୍ରଣାମ କରିବ। ପ୍ରଣାମ କରିସାରିବା ପରେ କୃତାଞ୍ଜଳି ପୁଟରେ ମନ୍ତ୍ରପାଠ କରିବା ଉଚିତ। ନମସ୍ତେ ପରମାର୍ଥାୟ ଭୂତଭାବ୍ୟଭବାୟ ଚ ପରିଣାମ ବିହୀନାୟ ବେଦସେ କୃତ୍ତିବାସସେ। ଦେବାଦିଦେବଙ୍କ ସମ୍ମୁଖରେ ଶୁଦ୍ଧ ଶରୀର ତଥା ପାପବିହୀନ ହୋଇ ମହାପାପ ବିନାଶ ନିମିତ୍ତ ମନ୍ତ୍ର ଜପ କରିବା ଉଚିତ। ଗୋସହସ୍ରେଶ୍ୱରଙ୍କ ପ୍ରଭାବରୁ କୋଟି କୋଟି ମହାପାପ ବିନାଶ ହେବା ସଙ୍ଗେ ସଙ୍ଗେ ସକଳ କାମନା ଫଳପ୍ରଦ ହୋଇଥାଏ। ବ୍ୟାସଦେବ କହିଲେ, ଶୈବତ୍ର ପୁରାଣରେ ଏ ସମ୍ବନ୍ଧରେ ଯାହା ଅଛି ମୁଁ ତାହା କହୁଛି ଶୁଣ। ଗୋସହସ୍ରେଶ୍ୱରଙ୍କ କୁଣ୍ଡର ବାୟୁ କୋଣରେ ଈଶାନେଶ୍ୱରଙ୍କ ମନ୍ଦିର ରହିଛି। ଈଶାନେଶ୍ୱର ହେଉଛନ୍ତି 10 ଲକ୍ଷ ଲିଙ୍ଗ ବିଗ୍ରହଙ୍କ ପ୍ରଭୁ। ଏହାଙ୍କର ଦର୍ଶନ 10 ଲକ୍ଷ ଲିଙ୍ଗ ପୂଜାର ଫଳ ସହିତ ସମାନ। କୃତ୍ତିବାସଙ୍କ ଠାରୁ ବାୟୁ କୋଣରେ 200 ଧେନୁ ଦୂରରେ ଈଶାନେଶ୍ୱର ଲିଙ୍ଗ ବିଦ୍ୟମାନ। ଏଠାରେ ସ୍ୱୟମ୍ଭୁ ଲିଙ୍ଗ ବିରାଜିତ। ତାହାଙ୍କୁ ପୂଜା କଲେ ଅଭୀଷ୍ଟ ସିଦ୍ଧି ସହିତ ବିପୁଳ ଫଳ ମିଳିଥାଏ। ମାର୍ଗଶିର ମାସ ପ୍ରଥମାଷ୍ଟମୀ ଦିନ
ବ୍ରହ୍ମଚର୍ଯ୍ୟ ପାଳନ କରି ଅହିଂସା ବ୍ରତ ଧାରଣ କରି ସଂକଳ୍ପର ସହିତ ଯେଉଁ ବ୍ୟକ୍ତି ଶତ ସହସ୍ର ବା ଅୟୁତ ସଂଖ୍ୟକ କୁମ୍ଭଚକ ପ୍ରଣବ ମନ୍ତ୍ରରେ ଏହି ଶିବଙ୍କୁ ଜଳାଶୟ କରେ ସେ ଭାବବନ୍ଧରୁ ମୁକ୍ତ ହୋଇଥାଏ। ମନ୍ତ୍ର ଓಂ ନମସ୍ତେ ପରମେଶାୟ ପରାୟ ପରମାତ୍ମନେ ଜ୍ଞାନେଶ୍ୱରାୟ ଦେବାୟ ପ୍ରସିଦ୍ଧ ପରମେଶ୍ୱର ସିଦ୍ଧିଦ ସିଦ୍ଧ ସିଦ୍ଧାନ୍ତ ସଭ୍ୟ ଦକ୍ଷିଣ ମାଧ୍ୟଗ ସତ୍ୱରଜ ତମ ତୁଷ୍ଟ ଶରୀର କରଣଦ୍ୱୟ ପ୍ରସିଦ୍ଧ ପରମେଶାନ ସର୍ବାଭାପୀନ ମହେଶ୍ୱର ଅମୃତମ ତମ ସଂଖ୍ୟାୟମ୍ ପ୍ରଜଚ୍ଛ ଅବିବାଞ୍ଛିତମ୍ ନିର୍ମଳା ନିଶ୍ଚଳା ବୁଦ୍ଧି ମସ୍ତୁ ତ୍ୱୟି ନିତ୍ୟଶଃ ତ୍ରାହିମାଂ ପରମେଶାନ ଦେଇ ଦାସ୍ୟମ୍ ତବ ଅଚ୍ୟୁତମ୍। ଏହି ମନ୍ତ୍ର ଈଶ୍ୱରଙ୍କ ସମ୍ମୁଖରେ ନିରବଚ୍ଛିନ୍ନରେ 6 ମାସ ପାଠ କଲେ ସାଧକ ନିଜର ଅଭିଳାଷିତ ଲାଭ କରେ। ନିଷ୍କାମ ବ୍ୟକ୍ତି ସନାତନ ଧର୍ମସମ୍ମତ ମୁଖ୍ୟ ମାର୍ଗରେ ବର୍ତ୍ତିକ ହୁଏ। ଆହୁରି ମଧ୍ୟ ମନ୍ତ୍ର ସାଧିତ ଶିବଙ୍କର କୈଳାସ ଭବନରେ ଶିବଗଣଙ୍କ ସହିତ ଶାଶ୍ୱତ କ୍ରୀଡ଼ା କରି ସମସ୍ତ ବାଧାବିଘ୍ନ ଅତିକ୍ରମ କରିବା ସଙ୍ଗେ ସଙ୍ଗେ କେବେ ହେଲେ ସେହି ପଦରୁ ବିଚ୍ୟୁତ ହୁଏ ନାହିଁ। ଈଶାନେଶ୍ୱରଙ୍କ ନିକଟରେ ତେଜସ୍ୱୀ ଶିବଲିଙ୍ଗ ଭଦ୍ରେଶ୍ୱର ନାମରେ ଖ୍ୟାତ। ପ୍ରାଚୀନ କାଳରେ ଭୃଗୁ ମହର୍ଷି ଏହାଙ୍କୁ ପୂଜା କରୁଥିଲେ। ଏହି ଲିଙ୍ଗ ବିଗ୍ରହଙ୍କ ନିକଟରେ ତୁଙ୍ଗେଶ୍ୱର, ମାରୁଦେଶ୍ୱର, ଶିପି ବିଷ୍ଟେଶ୍ୱର, ମଣିଭଦ୍ରେଶ୍ୱର, ଜୟନ୍ତ ଓ ବିଜୟନ୍ତ ନାମକ ଲିଙ୍ଗ ବିଗ୍ରହ ରହିଛନ୍ତି। ଏହି ସକଳ ଲିଙ୍ଗ ବିଗ୍ରହଙ୍କ ଉପାସନା ଫଳରେ ପାପ ଦୂର ହୁଏ, ପରମାର୍ଥ ତତ୍ତ୍ୱ ଲାଭ କରାଯାଏ ଏବଂ କାମନା ପୂରଣ ହୁଏ। ତାର ପଶ୍ଚିମ ଦିଗରେ କୁକୁଟେଶ୍ୱର ନାମକ ଏକ ଲିଙ୍ଗ ବିଗ୍ରହ ରହିଛନ୍ତି। ଶମ୍ଭୁଙ୍କ ପ୍ରସାଦରୁ ସେ କୁକୁଟେଶ୍ୱର ତୀର୍ଥରେ ସ୍ନାନ କରି ପିତୃଦେବଙ୍କୁ ତର୍ପଣ କଲେ ସାଧକ ସର୍ବପାପରୁ ମୁକ୍ତ ହୋଇ ଶିବଙ୍କ ପ୍ରସାଦ ଲାଭ କରେ। କର୍କଟକ ନାଗଙ୍କ ଦ୍ୱାରା ଏହି କୁକୁଟେଶ୍ୱର ପ୍ରତିଷ୍ଠିତ ହୋଇଛନ୍ତି। ଏଠାରେ କୁକୁଟି ସୂଚନା ପ୍ରମାଣରେ 8 ଗୋଟି ଲିଙ୍ଗ ରହିଛନ୍ତି। ସେଠାରେ ବିଗ୍ରହବନ୍ତ ଏକ କଳସ ଚକ୍ରର ରହିଛି। ତାହାଙ୍କୁ ପୁଣ୍ୟକାଳରେ ଦର୍ଶନ କଲେ କୃତ୍ତିବାସଙ୍କ କୃପାରୁ ମହାପାତକ ବିନାଶ ହୁଏ। ଏ ଦୁଇ ଜଗଣ ଶୈବତ୍ର ପୁରାଣରେ ବର୍ଣ୍ଣିତ ମହାପାପ ବିନାଶିନୀ ଅଷ୍ଟଚଣ୍ଡିକା ଏହି କ୍ଷେତ୍ରରେ ଅଛନ୍ତି। ବିନ୍ଦୁସାଗରର ପଶ୍ଚିମ ଦିଗରେ ରମଣୀୟ ମୂର୍ତ୍ତି ରାମାୟଣୀ ଏବଂ କପାଳିନୀ ପ୍ରତିଷ୍ଠିତ। ଦକ୍ଷିଣ ତଟରେ ମୋହିନୀ ଓ ବିନ୍ଧ୍ୟବାସିନୀ ବିରାଜମାନ କରିଛନ୍ତି। ପୂର୍ବ ତଟରେ ଦ୍ୱାରବାସିନୀ, ଉତ୍ତରରେ ଉତ୍ତରେଶ୍ୱରୀ, ସିଦ୍ଧବନରେ ଗୌରୀ, ପଶ୍ଚିମ ଦିଗରେ ଥିବା ଉଗ୍ରରୂପା ଦେବୀ ମୁଣ୍ଡବାଳିନୀ ଚାମୁଣ୍ଡା କପାଳିନୀ ନାମରେ ପୂଜା ପାଉଛନ୍ତି। ଏମାନଙ୍କୁ ଦର୍ଶନ କଲେ ସକଳ ସିଦ୍ଧି ଲାଭ ହେବା ସଙ୍ଗେ ସଙ୍ଗେ ଜରାମରଣ ଦୁଃଖ ଦୂର ହୋଇଥାଏ। ସେମାନଙ୍କୁ ସେବା କଲେ ଅଭିଷ୍ଟ ଫଳ ମିଳିଥାଏ। ଏପରିକି ଉକ୍ତ ଚାମୁଣ୍ଡାଙ୍କୁ ସେବା କଲେ ଗର୍ଭବାସ ଆଦି ସମ୍ଭବ ହୋଇନଥାଏ। ତାପରେ କୁନ୍ଦ, ଇନ୍ଦୁ, ଶ୍ୱେତହସ୍ତୀ କିମ୍ବା ଅନନ୍ତନାଗ ସଦୃଶ ଶିଶିରଙ୍କ ସହିତ ସମାଗତ ହିମାଳୟଙ୍କ ଦ୍ୱାରା ପ୍ରତିଷ୍ଠିତ ଶିଶିରେଶ୍ୱର ଅଛନ୍ତି। ଶୈବତ୍ର ପୁରାଣରେ ବର୍ଣ୍ଣିତ ଭୁବନେଶ୍ୱରଙ୍କ ଅଙ୍ଗୁର ସମ୍ଭୂତ ରୁଦ୍ରେଶ୍ୱରଙ୍କ ଲିଙ୍ଗ ବିଗ୍ରହ ପୂର୍ବ ଦିଗରେ ବିଜେ କରିଛନ୍ତି। ସେ 9 ଲକ୍ଷ ଲିଙ୍ଗଙ୍କ ପ୍ରଭୁ ରୂପେ ପ୍ରଖ୍ୟାତି ଅର୍ଜନ କରିଛନ୍ତି। ତାହାଙ୍କ ଦର୍ଶନ ଫଳରେ 10 ଲକ୍ଷ ଶିବାର୍ଚ୍ଚନାର ଫଳ ମିଳିଥାଏ। ଏହାପରେ ଶ୍ରେଷ୍ଠ ଲିଙ୍ଗ ବିଗ୍ରହ ଶ୍ରୀମଦ୍ ବାଲୁଙ୍କେଶ୍ୱରଙ୍କ ସମ୍ବନ୍ଧରେ ଆଲୋଚନା କରାଯାଉଛି। ଦେବାଦିଦେବ ଲିଙ୍ଗ ବିଗ୍ରହଙ୍କ ପୂର୍ବ ଦିଗ ତଥା 200 ଧନୁ ଦୂରରେ ଏହି ବିଗ୍ରହ ଅବସ୍ଥିତ। ଏକଦା ହଠାତ୍ ସେହି ସ୍ଥାନରେ ସୂର୍ଯ୍ୟଙ୍କ ସଦୃଶ ତେଜସ୍କର ତଥା ଅଗ୍ନି ପରି ଦୀପ୍ତିମନ୍ତ ଏକ ଲିଙ୍ଗ ବିଗ୍ରହ ସମ୍ଭୂତ ହୋଇଥିଲେ। ଭର୍ଗ ତାହାଙ୍କୁ ଦର୍ଶନ କରି ଓଜପୂର୍ଣ୍ଣ ବ୍ୟାଖ୍ୟା କରିଥିବାରୁ ତାଙ୍କ ନାମ ଜଟିଳେଶ୍ୱର ହୋଇଛି। ଏହି ଜଟିଳେଶ୍ୱର ହେଉଛନ୍ତି ସଦ୍ୟ ପୂଜ୍ୟତମ। ତାଙ୍କ ନିକଟରେ ଅର୍ଚ୍ଚନା, ସ୍ନାନ ଓ ଦାନାଦି କଲେ ଅନନ୍ତ ଫଳ ମିଳିବା ସଙ୍ଗେ ସଙ୍ଗେ ପ୍ରାଣୀମାନଙ୍କର ମନୋରଥ ସିଦ୍ଧି ହୋଇଥାଏ। ମନ୍ତ୍ର ଜୟ ସ୍ୱାଧୀ ଭଗନ୍ନାଥ ବିଧାତା ଧର ମୃତାକ୍ଷର ଶମ୍ଭୁ ସ୍ୱୟମ୍ଭୁ ଭୂତେଶ ପ୍ରଭବାବ୍ୟୟ ଈଶ୍ୱର। ଏହି ପ୍ରାର୍ଥନା ମନ୍ତ୍ର ପାଠ କରିବା ପରେ ସ୍ୱର୍ଣ୍ଣକୁଟେଶ୍ୱରଙ୍କ ନିକଟକୁ ଯିବା ଉଚିତ। ପୂର୍ବକାଳରେ ଶ୍ରୀ ଲିଙ୍ଗରାଜ କହିଥିଲେ, ଅଗ୍ନିକୋଣରେ 30 ଧନୁ ଦୂରରେ ସ୍ୱର୍ଣ୍ଣକୁଟେଶ୍ୱରଙ୍କ ବିଗ୍ରହରେ ମୁଁ ଭକ୍ତଜନର ପୂଜା ଗ୍ରହଣ କରିବି। ତାହାଙ୍କ ଦର୍ଶନ ପ୍ରାଣୀମାନଙ୍କ ପକ୍ଷରେ ଅତ୍ୟନ୍ତ ଦୁର୍ଲଭ ଅଟେ। ତାହାଙ୍କ ଦର୍ଶନ ଫଳରେ ସକଳ ପାପରୁ ପ୍ରାଣୀମାନେ ନିସ୍ତାର ଲାଭ କରିଥାନ୍ତି। ସେଠାରୁ ଅଗ୍ନିକୋଣର 400 ଧନୁ ଦୂରରେ ଥିବା ଏକ ସ୍ଥାନକୁ ଅଶ୍ୱିନୀ କୁମାର ନାମକ ସ୍ୱର୍ଗବୈଦ୍ୟ ଦୁହେଁ ଆସି ଗୋଟିଏ ଦିବ୍ୟ ଭୂମି ଦର୍ଶନ କରିଥିଲେ। ସେ ସ୍ଥାନଟିକୁ ଦୁହେଁ ଉତ୍ତମ ଭୂମି ରୂପେ ବିବେଚନା କରିବା ସଙ୍ଗେ ସଙ୍ଗେ ସେଠାରେ ଏକ ଲିଙ୍ଗ ବିଗ୍ରହଙ୍କୁ ପୂଜା କରିଥିଲେ। ବୈଦ୍ୟ ଦୁହିଁଙ୍କ ଦ୍ୱାରା ପୂଜିତ ହୋଇଥିବାରୁ ତାଙ୍କୁ ବୈଦ୍ୟନାଥ କୁହାଯାଏ। ସେହି ପୀଠର ଦକ୍ଷିଣରେ ଏକ ବୃହତ୍ ପୀଠ ରହିଛି। ଉକ୍ତ ବୈଦ୍ୟନାଥ ରାବଣଙ୍କ ଦ୍ୱାରା ପୂଜିତ ହୋଇ ରାବଣେଶ୍ୱର ନାମରେ ଅଧିଷ୍ଠିତ ହୋଇଛନ୍ତି।
ବୈଦ୍ୟନାଥ ଓ ଶୁକ୍ଳେଶ୍ୱର ମଧ୍ୟ ଦଶଲକ୍ଷୀ ଶିବ ଅଟନ୍ତି। ଏହାଙ୍କ ଦର୍ଶନ ଫଳରେ 10,00,000 ଶିବାର୍ଚ୍ଚନାର ଫଳ ମିଳିଥାଏ। ବୈଦ୍ୟନାଥଙ୍କ ବୃହତ୍ ପୀଠରେ ମନୋଭାବ ନିର୍ମଳ କରି ଜପ କରିଥିବା ବ୍ୟକ୍ତି 1 ମାସ ମଧ୍ୟରେ ସିଦ୍ଧି ଲାଭ କରିଥାଏ। ତାପରେ ଉତ୍ପଳେଶ୍ୱର, ଆମ୍ରତକେଶ୍ୱର ଓ ମଧ୍ୟମେଶ୍ୱରଙ୍କ ଦର୍ଶନ ଫଳରେ ଭକ୍ତମାନେ ଭୂବଲୋକର ଅଧିଷ୍ଠିତ ହୁଅନ୍ତି। କୃତ୍ତିବାସ ଲିଙ୍ଗରାଜଙ୍କଠାରୁ ଆଗ୍ନେୟ କୋଣରେ 1,000 ଧନୁ ଦୂରରେ ସୂକ୍ଷ୍ମରୂପୀ ସ୍ୱୟଂ ଲିଙ୍ଗ ସୂକ୍ଷ୍ମେଶ୍ୱର ନାମରେ ବିରାଜମାନ କରିଛନ୍ତି। ସେଠାରେ ପିଣ୍ଡ ଦାନ କଲେ ଗୟା, ନାଭିଗୟା, ବିରଜା କ୍ଷେତ୍ର ଏବଂ ମହେନ୍ଦ୍ରାଚଳରେ ପିଣ୍ଡଦାନ କରିବା ଅଧିକ ଫଳ ମିଳିଥାଏ। ସୂକ୍ଷ୍ମେଶ୍ୱରଙ୍କ ଦକ୍ଷିଣ ଭାଗରେ ପିଣ୍ଡଦାନ କଲେ ଅନ୍ୟ ସ୍ଥାନଠାରୁ 7 ଗୁଣ ଫଳ ମିଳିଥାଏ। ଲିଙ୍ଗରାଜଙ୍କ ଅଗ୍ନିକୋଣରେ ଅବସ୍ଥିତ ସୂକ୍ଷ୍ମେଶ୍ୱରଙ୍କ ସମୀପରେ ଆମ୍ରତକେଶ୍ୱର ଓ ମଧ୍ୟମେଶ୍ୱରଙ୍କ ଦର୍ଶନ ଫଳରେ କାଶୀ କ୍ଷେତ୍ରରେ ବସବାସ କରିବାର ଫଳ ମିଳିଥାଏ। ସୂକ୍ଷ୍ମେଶ୍ୱରଙ୍କ ଦକ୍ଷିଣରେ ଯେଉଁ ବ୍ୟକ୍ତି ପିଣ୍ଡ ଦାନ କରେ ସେ ନିଜର ପିତୃପିତାମହଙ୍କୁ ନରକରୁ ଉଦ୍ଧାର କରି ତୃପ୍ତିଦାନ କରିଥାଏ। ହେ ଦ୍ୱିଜଗଣ, ଏଠାରେ ପିଣ୍ଡଦାନ କରିବାର ସମୟ ସମ୍ପର୍କରେ କହୁଛି ଶୁଣନ୍ତୁ। ଆଶ୍ୱିନ ମାସ ଅମାବାସ୍ୟା ଅର୍ଥାତ୍ ମହାଳୟା ଦିନ ସୂକ୍ଷ୍ମେଶ୍ୱରଙ୍କ ଦକ୍ଷିଣରେ ଯେଉଁ ବ୍ୟକ୍ତି ପିଣ୍ଡଦାନ କରେ 7 କୋଟି କଳ୍ପ ପର୍ଯ୍ୟନ୍ତ ତାଙ୍କର ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି। କଳିଯୁଗରେ ଅନ୍ତର୍ହିତା ଗଙ୍ଗା ଦକ୍ଷିଣ ଦିଗରେ ତ୍ରିକୋଟି କୂଳର ପବିତ୍ରକରଣୀ ସୂକ୍ଷ୍ମେଶ୍ୱରଙ୍କୁ ଦକ୍ଷିଣ ଦିଗରେ 7 ଦିନ ଦୂରରେ ଗନ୍ଧବତୀ ଅର୍ଥାତ୍ ଗଙ୍ଗୁଆ ନଦୀ ପ୍ରଭାବିତ। ତାରି ତଟଦେଶରେ ସୂକ୍ଷ୍ମେଶ୍ୱର, ମଧ୍ୟମେଶ୍ୱର ଓ ଆମ୍ରତକେଶ୍ୱର ଲିଙ୍ଗ ବିଦ୍ୟମାନ। ସୂକ୍ଷ୍ମେଶ୍ୱରଙ୍କ ଦର୍ଶନ ସେଠାରେ ପିଣ୍ଡଦାନ ଫଳରେ ପିତୃପୁରୁଷମାନେ ଆନନ୍ଦରେ କାଳଯାପନ କରନ୍ତି। ସତ୍ୟଯୁଗରେ ସୁରନଦୀ ଗଙ୍ଗା, ଭାଗୀରଥୀ, ତ୍ରେତା ଯୁଗରେ ଜହ୍ନୁତନୟା, ଦ୍ୱାପରରେ ହରିପାଦଜା ଓ କଳିଯୁଗରେ ଗନ୍ଧବତୀ ନାମରେ ବିଖ୍ୟାତ ହୋଇଛନ୍ତି। 4 ଯୁଗରେ ପ୍ରସିଦ୍ଧି ଅର୍ଜନ କରିଥିବା 4 ଗୋଟି ନାମ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ କୀର୍ତ୍ତିତ ହେଉଛି। ଯେ ମୋହବଶତଃ ଏହି ଗଙ୍ଗା ସ୍ୱରୂପିଣୀ ଗନ୍ଧବତୀ ନଦୀକୁ ଅବମାନନା କରିବ, ବ୍ରହ୍ମସ୍ୱ ଅପହରଣକାରୀ ଯେପରି ନରକଗାମୀ ହୋଇଥାଏ ସେପରି ସେ ବ୍ୟକ୍ତି ନରକଗାମୀ ହେବ। ସେ ପବିତ୍ର ଜଳ ଗନ୍ଧବତୀ ନଦୀରେ ସ୍ନାନ କରିବା ମନ୍ତ୍ର ଏଠାରେ ପ୍ରଦତ୍ତ ହେଲା। ଗୁପ୍ତ ଗଙ୍ଗେ ନମସ୍ତୁଭ୍ୟଂ ଋଷିଦେବାଦି ବିମନ୍ଦିତେ ନିମଜ୍ଜୋଃ ମହାଭାଗେ ମା ସମୁଦ୍ଧର ପାତକାତ୍। ଏହି ମନ୍ତ୍ର ପାଠ କରି ପାପ ବିନାଶିନୀ ଗନ୍ଧବତୀର ଜଳରେ ସ୍ନାନ କରିବା ବିଧେୟ। ଏ କଳିଯୁଗରେ ତ୍ରିକୋଟି କୂଳ ପାବନୀ, ବ୍ରହ୍ମ ଇତ୍ୟାଦି ପାପ ନିବାରିଣୀ, ସ୍ୱର୍ଣ୍ଣ ଜଳ ପୃଷ୍ଠ ବିହାରିଣୀ, ନିର୍ମଳ ଜଳ ବାହିନୀ, ସୌମ୍ୟ ଦର୍ଶନ, ଲୋକଭାବିନୀ, ଋଷିଗଣ ସେବିତ ତଟିନୀ, ସର୍ବ ଉପଦ୍ରବ ବିନାଶିନୀ ଗନ୍ଧବତୀ ନଦୀ ଶିବଙ୍କ ଉପାସନାରେ ତତ୍ପର ହୋଇ ଏକାମ୍ର କ୍ଷେତ୍ରର ଦକ୍ଷିଣରେ ପ୍ରବାହିତ ହେଉଛନ୍ତି। ସୂକ୍ଷ୍ମେଶ୍ୱରଙ୍କ ନିକଟରେ ଏହି ନଦୀ ତଟ ପ୍ରୟାଗ ତୀର୍ଥ ପରି ପୁଣ୍ୟପ୍ରଦାୟକ। ବିନ୍ଧ୍ୟଭଦ୍ରୁ ଏହି ନଦୀର ଉତ୍ପତ୍ତି ହୋଇ ସେ ସାଗର ଅଭିମୁଖେ ପୂର୍ବଗାମିନୀ ହୋଇଛନ୍ତି। ଏହି ଗନ୍ଧବତୀ କାଶୀର ଉତ୍ତର ବାହିନୀ ଗଙ୍ଗା ସଦୃଶ ପବିତ୍ର ନଦୀ ରୂପେ ପ୍ରଖ୍ୟାତି ଅର୍ଜନ କରିଛନ୍ତି। ଏହାର ସୁଶୀତଳ ନିର୍ମଳ ଜଳରେ ହଂସ, କାରଣ୍ଡକ ଆଦି ଜଳଚର ପକ୍ଷୀମାନେ ବିଚରଣ କରୁଛନ୍ତି ଏବଂ ଏଥିରେ ସ୍ୱର୍ଣ୍ଣ ପଙ୍କଜ ମଧ୍ୟ ଶୋଭା ପାଉଛନ୍ତି। ହେ ବିପ୍ରଗଣ, ମୁଁ ଏହାପରେ କପିଳେଶ୍ୱରଙ୍କ ବିଷୟରେ ବର୍ଣ୍ଣନା କରୁଛି। ସେହି କପିଳେଶ୍ୱରଙ୍କ ନିକଟରେ ସର୍ବପାପହର ଚତୁର୍ବର୍ଗ ଫଳପ୍ରଦାୟକ କପିଳ ତୀର୍ଥ ରହିଛି। ସେଠାରେ ଅର୍ଥାତ୍ ଶ୍ରୀଲିଙ୍ଗରାଜଙ୍କ ନୈଋତ୍ୟ କୋଣରେ କପିଳେଶ୍ୱରଙ୍କ ଲିଙ୍ଗ ବିଦ୍ୟମାନ। ଏହାଙ୍କୁ ଭଗବାନ କପିଳ ଅର୍ଚ୍ଚନା କରିଥିବାରୁ ଏହି ଲିଙ୍ଗ ବିଗ୍ରହଙ୍କ ନାମ କପିଳେଶ୍ୱର ହୋଇଛି। ହେ ତଣ୍ଡୀ, ମହର୍ଷି କପିଳଙ୍କ ଦ୍ୱାରା ପୂଜିତ ହୋଇଥିବାରୁ ତାହାଙ୍କ ନାମ କପିଳେଶ୍ୱର ହୋଇଛି। ସେ 10,00,000 ଲିଙ୍ଗ ବିଗ୍ରହଙ୍କ ଅଧୀଶ୍ୱର ଏବଂ ତାଙ୍କୁ ଦର୍ଶନ କଲେ 10,00,000 ଶିବାର୍ଚ୍ଚନାର ଫଳ ମିଳିଥାଏ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କଠାରୁ 1,000 ଧନୁ ଦୂରରେ ତଥା ଦକ୍ଷିଣ ଦିଗରେ ଭଗବାନ କପିଳ ମୁନି ସେହି ମନୋରମ ସ୍ଥାନରେ ଆସ୍ଥାନ କରି କପିଳେଶ୍ୱର ନାମକ ଲିଙ୍ଗ ସ୍ଥାପନ କରିବା ସଙ୍ଗେ ସଙ୍ଗେ କପିଳକୁଣ୍ଡ ନାମକ ଏକ ତୀର୍ଥ ଖୋଦିତ କରାଇଥିଲେ। ମହର୍ଷି କପିଳଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ମହାପାତକ ନାଶନ, ସର୍ବତୀର୍ଥ ଫଳପ୍ରଦ, ସ୍ୱର୍ଗଦ ଓ ସୁଖଦ କୁଣ୍ଡ ନିର୍ମାଣ କରିଥିଲେ। ସେହି କୁଣ୍ଡରେ ସାଗର ଓ ଗଙ୍ଗା ସମେତ 4 ଗୋଟି ତୀର୍ଥର ଜଳ ମିଶିଅଛି। ସେହି କୁଣ୍ଡରେ ସ୍ନାନ କଲେ ମନୋବାଞ୍ଛିତ ଅକ୍ଷୟ ଫଳ ମିଳିଥାଏ। ସେହି କୁଣ୍ଡ ନିକଟରେ କୃତ୍ତିବାସଙ୍କ ଅନୁଗ୍ରହ ଲାଭ କରି ମୁମୁକ୍ଷୁ ମୁନିମାନେ ବାସ କରିଛନ୍ତି। ଅଖିଳ କୂଳର ତାରକ ଏଭଳି ତୀର୍ଥ କୌଣସି ସ୍ଥାନରେ ପରିଦୃଷ୍ଟ ହୁଏ ନାହିଁ। ବିଷୁବ ସଂକ୍ରାନ୍ତିରେ ଏଠାରେ ସ୍ନାନ, ଦାନ, ହୋମ, ଜପ ଓ ଶ୍ରାଦ୍ଧ କଲେ ସାଧକ ନିଜ ସମେତ ଅଖିଳ ଲୋକକୁ ଉଦ୍ଧାର କରେ। ମନ୍ତ୍ର ଓଁ ନମଃ କପିଳ ତୀର୍ଥାୟ ଗଙ୍ଗା ବୁଦ୍ଧି ଫଳପ୍ରଦ ପାପନାଶାୟ ମେ ତୀର୍ଥ ମଜ୍ଜୟମ୍ ତବାମ୍ବସି। ଓମ୍ ନମଃ ଶିବାୟ କହି ଏହି କୁଣ୍ଡରୁ 3 ଅଞ୍ଜଳି ଜଳ ପାନ କରିବା ଉଚିତ। ତାପରେ କପିଳେଶ୍ୱରଙ୍କୁ ପ୍ରଦକ୍ଷିଣ ପୂର୍ବକ ମନ୍ତ୍ରପାଠ କରି ନମସ୍କାର କରିବ। ନମସ୍ତାବ୍ୟକ୍ତ ଜନୟେ ପରିଣାମ ବିବର୍ଜିତେ ଶାଶ୍ୱତ ଅପ୍ରମେୟାୟ ଶିବାୟ ଶିବ ବେଧସେ। ଏହି ମନ୍ତ୍ର ପାଠ କଲେ ଚିରସଞ୍ଚିତ ବ୍ରହ୍ମହତ୍ୟା ଆଦି ପାପ ଦୂର ହୁଏ। କପିଳେଶ୍ୱରଙ୍କ ମହାତ୍ମ୍ୟ ଆଉ ଅଧିକ କ'ଣ ବର୍ଣ୍ଣନା କରିବି। ସପ୍ତତୀର୍ଥାତ୍ମନେ କପିଳ ତୀର୍ଥରେ ସ୍ନାନ ଓ ସନ୍ଧ୍ୟା ଅର୍ଚ୍ଚନା କଲେ ଅଶେଷ ଫଳ ଲାଭ ହୋଇଥାଏ।
विशेषतः शनिवार दिन स्नान करी देवदेवଙ୍କ नाम कीर्तन पूर्वक लिंग विग्रह को दर्शन कले महापाप विनाश हुए। यह सर्वकाल प्रशस्त। ए द्विजगण एठार सब समय स्नान करने विधि रही कि विशेषतः फाल्गुन मसरे निरवच्छिन्न भाव में स्नान अर्चन और कपिलेश्वर को नमस्कार तथा श्री लिंगराज महाप्रभु को प्रदक्षिण कले इंद्रिय सम को जय कर साधक शिवपुरगामी होता है। से जो ब्रह्मचारी पवित्र मसरे एक मास काल एपरी करे से निर्धन होते धन लाभ करे, कन्या उत्तम पति लाभ करे और विद्यार्थी विद्या रूप और सौभाग्य लाभ करे। यह अनुसार एक मास पर्यंत व्रत अनुष्ठान कले ब्राह्मण एकाम्र क्षेत्र महात्म्य को जे मनोजोगर सहित श्रवण करे तार आयु आरोग्य जश पुण्य बल कुटुंब वृद्धि पाइबा संगे संगे सर्वत्र विजय होता है। से पुण्यमान व्यक्तिर शत्रु सर्व उपद्रव विनाश होता और पुण्य कीर्ति वृद्धि पाई है। धर्म अर्थ काम मोक्ष मध्य जो वर्ग साधन निमित्त मनर अभिलाष जात होता है ता पूरण हुए। हे विप्रगण यहाँ श्रवण कले पुष्कर प्रयाग सिंधु संगम आदि तीर्थर स्नान कर जो पुण्य फल मिलता है तार दुईगुण फल लाभ होता है। यही कथा को श्रवण करने पुराण कथावाचकों को गो भूमि सुवर्ण वस्त्र थाली जलकुंभ आदि निजर सकल कामना सिद्धि उद्देश्य दान देवा उचित। पुस्तकवाचक ब्राह्मण को विधि विधान सहित दान देवार केबे कृपणता करने उचित नुहे। मनवांछित फल प्राप्ति पाई कथावाचकों को दान द्वारा संतुष्ट करने उचित। यहाँ श्रवण कर जो मैंने दक्षिण प्रदान करती से पुण्य विफल हुए और से कथा को श्रवण कर जो मैंने दक्षिण प्रदान न करती से पुण्य विफल हुए और से ब्रह्म हत्या करे तथा बधिर होता। शंभु ब्रह्मा जनार्दन इंद्र वरुण जहाँ पाद पंकज को अर्चना करुँच गिरिराज सूता पार्वती मुखरूपक पंकज को विकास कर सूर्य सदृश पापरूपक काम को दहन कर अग्नितुल्य तथा काशी एकाम्र महेंद्रगिरी और सेतुबंधु रामेश्वर में बास कर ब्राह्मण और गोमाता मान एकांत प्रिय और सत्वगुण विकासकारी सत्वगुण संपन्न श्री शंकर को आंबे मैंने वंदना करने उचित। जेपर्यंत उदयाद्री श्रृंगर चंद्र उदित हो जनतर लोचन विनोदनकारी होते से पर्यंत स्वर्ण कुटीर जल यही पुस्तक एकाम्र चंद्रिका रूपक चंद्र जनसाधारण ज्ञान चक्षु विकास में चंद्रिका प्रदान करू। स्वर्णादि अनुसार लिखित